नमस्कार ଆଜ୍ଞା लोकनाथ मिश्र आपको बहुत बहुत स्वागत क्रिकेट बाणी इंस्टाग्राम लाइव रे ନମସ୍କାର ଭାଇ। ନମସ୍କାର ସମସ୍ତଙ୍କୁ। केमती अछंती आपण ଭାଇ ଭଲ ଅଛି। लोकनाथ मिश्र आमे एई सीजन रे आपन को एमएमसीसी संबलपुर तरफ को खेलुथुवा देखिथेलु आ निश्चित भाव रे ଆଜ୍ଞା आपण सुंदर बोलिंग करथिले एई सीजन रे जदि आमे स्टार्टिंग टूर्नामेंट सब उठेकी देखिबा लुक वॉरियर्स कप हो छलियापड़ा टूर्नामेंट हो लगातार जेतिकिटा टूर्नामेंट आपण खेलिले तापर बहुत भलो प्रदर्शन करथिले आ गुटे ब्रांड टीम पटरू खेलिबा आपनको चांस मिलितला आपनको टीम रो अधिनायक थिले उत्कल केशरी राउत गोटे ଆଜ୍ଞା ଭଲ ଷ୍ଟାର୍ଟଅପ୍ କରିଥିଲା ଏମଏମସି ସମ୍ବଲପୁର ଗତ ସିଜନ ରେ ଆଉ ତାପରେ ବୋଲର ମାନଙ୍କର ଗୋଟେ ଏହେମ ଭୂମିକା ଥିଲା ତ ଆମେ ଆପଣଙ୍କୁ ଗୋଟେ ୟଙ୍ଗଷ୍ଟର ଉପରେ ଆଜି ପାଇଛୁ ଆଉ ୟଙ୍ଗଷ୍ଟର ଭାବରେ ଆପଣ ଆମକୁ ପ୍ରଭାବିତ କରିଛନ୍ତି। ଲୋକନାଥ ମିଶ୍ର ଆପଣ କୋଉଠୁ ବିଲଙ୍ଗ କରନ୍ତି ଆପଣଙ୍କ ଘର କୋଉଠି ଆପଣଙ୍କ ପରିଚୟ ଟିକେ ଦେବେ। ଆମ ଘର କଟକ ଡିଷ୍ଟ୍ରିକ୍ଟ ନିଆଳି ବ୍ଲକ ଆମର ଜଲାଲପୁର ଆମ ଘର। ହୁଁ ହୁଁ। କଟକ ଡିଷ୍ଟ୍ରିକ୍ଟ ନିଆଳି ବ୍ଲକ ଜଲାଲପୁର ହଉଛି ଆମ ଘର ଆମ ଗାଁ। ମୁଁ ସେଇଠୁ ଓକେ ବିଲଙ୍ଗସ୍ କରେ ଆଉ। ଟେନିସ୍ କ୍ରିକେଟ କୁ କାହିଁକି ବାଛିଲେ ଟେନିସ୍ କ୍ରିକେଟ ପ୍ରତି ଏତେ ଭଲ ପାଇବା କାହିଁକି ଥିଲା ପଛରେ ରିଜିନ କଣ ଥିଲା। ମୁଁ ଭାଇ ଛୋଟବେଳୁ କ୍ରିକେଟ ଦେଖି ଆସେ ଛୋଟବେଳୁ କ୍ରିକେଟ ଖେଳେ। ଆଉ ବଡ ପିଲା ଗାଁରେ ସବୁ ଖେଳନ୍ତି। ମୁଁ ଯାଇକି ପଡିଆରେ ବସେ ଖେଳନ୍ତି ଛୋଟ ପିଲା ଆଉ ଖେଳନ୍ତିନି ପଡିଆରେ ବସେ ଦେଖେ ଖେଳ ମଜା ଲାଗେ ବଲ୍ ଗୋଟେଇକି ତାକୁ ଦିଏ। ତାପରେ ଗୋଟେ ଦିନ ଭାଇ କହିଲେ ତୁ ଖେଳୁନୁ ବାମାଟା ଅଛୁ ଖେଳେ ଯଦି ଖେଳିବୁ ଭଲ ଆଗକୁ ଖେଳି ପାରିବୁ ମୁଁ କହିଲି ହଁ ଭାଇ ଖେଳିବା ଆଉ। ତାପରେ ମତେ ସେ ଖେଳେଇଥିଲେ ତାପରେ ବୋଲିଂ ଫାଷ୍ଟ ଦେଲେ କରିବା ପାଇଁ କହିଲେ ତୁ ବୋଲିଂ କର ବାମା ବୋଲର ତୁ ବୋଲିଂ କର। ମୁଁ କହିଲି ହଉ ଭାଇ ସେଠୁ ଖେଳିଥିଲି ଫାଷ୍ଟ ସର୍କଲ ଖେଳିବା ଆରମ୍ଭ କରିଥିଲି ଆମ ଗାଁରେ ସର୍କଲ ଖେଳନ୍ତି ସର୍କଲ ଖେଳିବା ଆରମ୍ଭ କରିଥିଲି। ଆମ ଘର ଆମ ପଡିଆ ଯୋଉଟା ଆମ ପଡିଆ ସେପଟକୁ ଆଉ ଗୋଟେ ଏବେ ଯୋଉ ଟିମ ରେ ମୁଁ ଖେଳୁଛି ଆମ ଗାଁ ଟିମ୍ ସେମାନେ ଲଙ୍ଗ ବାଉଣ୍ଡ୍ରି ଖେଳନ୍ତି। ତାଙ୍କ ଖେଳ ହୁଏ ମୋ ବଡ ଭାଇ ଯିଏ ସିଏ ଖେଳନ୍ତି ତାଙ୍କ ପଟେ ତ ବଡ ଭାଇ ଖେଳିବାକୁ ଯାଆନ୍ତି ବୋଲି ମୁଁ ଯାଏ ତାଙ୍କ ଖେଳ ଦେଖିବାକୁ ସେମାନେ ବି ବହୁତ ଭଲ ପାଆନ୍ତି ଖେଳିବାକୁ ଆଉ ତୁ ଖେଳେ ମୁଁ 10th ପଢୁଥାଏ ତାପରେ ସେଠୁ ଟେନ୍ଥ ବେଳେ ସ୍କୁଲରେ ଖେଳିବା ଆରମ୍ଭ କରୁଥିଲି ସ୍କୁଲରେ ବି ଖେଳୁଥିଲି ତାପରେ ପଡିଆକୁ ପିଲାମାନେ ଆସନ୍ତି ସ୍କୁଲ ପଡିଆରେ ଖେଳ ହୁଏ ବଡ ପିଲାମାନେ ଦେଖନ୍ତି ତୁ ଭଲ ଖେଳୁଛୁ ତୋର 10th ସରୁ ଆମ ସାଙ୍ଗେ ଖେଳିବୁ ମୁଁ କହିଲି ହଉ ଭାଇ ଖେଳିବି ଆଉ ତାପରେ 10th ସରିଲା ଆସ୍ତେ ଆସ୍ତେ ପରଫମାନ୍ସ ଟିକେ ଭଲ ହେଲା ସେଇଠୁ ପିଲା ଖେଳ ଦେଖିଲେ ଜ୍ୟୋତି ଭାଇ ଯିଏ ସେ ଆସନ୍ତି ଆମ ପଡିଆକୁ ଖେଳିବାକୁ ଜ୍ୟୋତି ରଞ୍ଜନ ସାହୁ ଜ୍ୟୋତି ଭାଇ କହିବା କଥା ନୁହଁ ସେ ବଡ ଭାଇ ଗୁରୁ ଭାଇ ହେବେ ସିଏ ଆସନ୍ତି ଆମ ପଡିଆକୁ ଖେଳିବା ପାଇଁ ପ୍ରାକ୍ଟିସ କରିବା ପାଇଁ ସିଏ ଦେଖିଲେ ମୁଁ ଖେଳୁଛି ତେଣୁ ମତେ କହିଲେ ତୁ ମୋ ସାଙ୍ଗେ ଚାଲ ଖେଳିବୁ ଆମ ପଟେ ମୁଁ କହିଲି ହଉ ଭାଇ ଯିବି ଖେଳିବି ଆଉ ଫାଷ୍ଟ ଫାଷ୍ଟ ମୁଁ ଆମ ଟିମରେ ଚାନ୍ସ ପାଉନଥିଲି ବହୁତ ଭଲ ମାନେ ମୋ ଉପରେ ବଡ ବଡ ପିଲା ଥିଲେ ନା ମୁଁ ଛୋଟ ପିଲା ଥିଲି ଫାଷ୍ଟ ଫାଷ୍ଟ ଚାନ୍ସ ମିଳୁନଥିଲା ତାପରେ ଜ୍ୟୋତି ଭାଇ ନେଇକି ସବୁ ଜାଗା ଖେଳେଇଥିଲେ ତାପରେ ଯେମିତି ଭଲ ଖେଳିଲି ସେଠୁ ଆମ ଗାଁ ପିଲା ଡାକିଲେ ଖେଳିଲି ତାପରେ ଜ୍ୟୋତି ଭାଇ ନେଇକି ସବୁଆଡେ ଖେଳେଇଛନ୍ତି ଆଉ କ୍ରିକେଟ ଜର୍ଣ୍ଣି ଷ୍ଟାର୍ଟ ହେଲା ଆଉ ଛୋଟବେଳୁ ଖେଳିବାର ବହୁତ ଇଚ୍ଛା ଥିଲା। ତ ନିଶ୍ଚିତ ଭାବରେ ମାନେ ଗୋଟେ ପ୍ୟାସନ ଥିଲା ଆପଣଙ୍କ ଭିତରେ ଆଜ୍ଞା କ୍ରିକେଟ କୁ ନେଇକି ଯୋଉଠି ତ ଆଜ୍ଞା ଆପଣଙ୍କ ପାଖାପାଖ ପିଲାମାନେ ସିନିୟର ପିଲାମାନେ ଆପଣଙ୍କୁ ସେ ଚାନ୍ସ ଦେଲେ ଆପଣଙ୍କ କଳାକୁ ବି ସେ ଦେଖିଥିଲେ ଆଉ ସେତେବେଳେ ପରଖିଥିଲେ ଆଉ ସେଇ ଜିନିଷଟାକୁ ଆପଣ ବି ସାମ୍ନାକୁ ନେଇକି ଆସିଲେ କି ନାଇଁ ମୋ ଭିତରେ ବି କାବିଲିୟତ ଅଛି ମୋ ପାଖରେ ବି କାପାବିଲିଟି ଅଛି ମୁଁ ଟେନିସ କ୍ରିକେଟରେ ନିଜେ ନିଜକୁ ଆଡଜଷ୍ଟ କରିପାରିବି ଗୋଟେ ଭଲ ବୋଲର ହେଇକି ବାହାରି ପାରିବି। ଆଜ୍ଞା କେତେ ବର୍ଷ ହେଇଗଲେ ଟେନିସ କ୍ରିକେଟ ମାନେ ଟେନିସ କ୍ରିକେଟ କେବେଠାରୁ ଷ୍ଟାର୍ଟ କରିଥିଲେ ମାନେ ପର୍ଟିକୁଲାର ଗୋଟେ ଇୟର କହିବେ। 2017 ମସିହା ଭାଇ 2017 ତ 4-5 ବର୍ଷ ହେଲେ ଆପଣ ଲଗାତାର ତ ମାନେ ଟେନିସ କ୍ରିକେଟ ହିଁ ଖେଳି ଆସୁଛନ୍ତି। ଆଜ୍ଞା ଏମଏନସି ସମ୍ବଲପୁର ଗୋଟେ ବଡ ଟିମ୍ ପଟରୁ ଯେତେବେଳେ ଚାନ୍ସ ମିଳିଲା ଦୀପା କେତେ ଖୁସି ଥିଲେ ତାପରେ ଲଗାତାର ମ୍ୟାଚେସ୍ ଭଲ ପ୍ରଦର୍ଶନ ପରେ ଟିମ ର ଯୋଉ ସିନିୟର ପ୍ଲେୟାର ମାନେ ଲିପାକୁ କଣ କହୁଥିଲେ ଟିକେ ଏମଏନସି ସମ୍ବଲପୁରର ଯୋଉ ଷ୍ଟାର୍ଟିଂ ହେଇଥିଲା ତା ବିଷୟରେ ଟିକେ କହିବେ। ଭାଇ 2021 ମସିହା ନୟାଗଡ଼ରେ ଗୋଟେ ମ୍ୟାଚ୍ ହଉଥିଲା ମୁଁ ସେଇଠି ଏମଏନସିସି ପଟେ ଖେଳିବାକୁ ଚାନ୍ସ ପାଇଥିଲି ଆମେ ଅତାବିରା ଯାଇଥିଲୁ ଖେଳିବାକୁ ଅତାବିରା ଜ୍ୟୋତି ଭାଇଙ୍କର ମୋର ଯାଇଥିଲୁ ଅତାବିରା ଖେଳିବା ପାଇଁ ହୁଁ ଆଉ ହୁଁ ସେଠି ଏମଏନସିସି ଏଗନେଷ୍ଟରେ ଆମର ଥିଲା ଆମେ ଏମଏନସିସି ଠାରୁ ହାରି ଯାଇଥିଲୁ ତାପରେ ସେଦିନ ରିଟର୍ନ ଗଲାବେଳେ ଜ୍ୟୋତି ଭାଇ କହିଲେ ମ୍ୟାଚ୍ ଅଛି ଗୋଟେ ଯିବା ଖେଳିବାକୁ ମୁଁ କହିଲି କୋଉଠି ଭାଇ ନା ନୟାଗଡ଼ରେ ଅଛି ଏମଏନସିସି ପଟେ ଖେଳିବା ମୁଁ କହିଲି ହଉ ଠିକ ଅଛି ଯିବା ଆଉ ସେଇଠି କମାଣ୍ଡ 11 ଏଗନେଷ୍ଟରେ ଆମର ଫାଷ୍ଟ ମ୍ୟାଚ୍ ଥିଲା ମୁଁ ଫାଷ୍ଟ ମ୍ୟାଚ୍ ସେଇଠି ଖେଳିଥିଲି ଏମଏନସିସି ପଟେ
ओके तो अताबिरु स्टार्ट ହେଇଥିଲା एमएम सीरीज संबलपुर पटू खेलते। ନାଇଁ ସମ୍ବଲପୁର ଗୋଟେ ନୟାଗଡ଼ରୁ ଖେଳିଥିଲି ଫାଷ୍ଟ ମ୍ୟାଚ୍। ओ ओके ଆଜ୍ଞା ନୟାଗଡ଼ ନୟାଗଡ଼ରୁ ହିଁ ଷ୍ଟାର୍ଟ ହେଇଥିଲା। ଆଜ୍ଞା। ଆପଣଙ୍କ ଓନର ବିଷୟରେ ଟିକେ କହିବେ ରିଙ୍କନ ମହାନ୍ତି କେମିତି ଆପଣଙ୍କ ସହିତ ଗୋଟେ ୟଙ୍ଗ ପିଲା ଯେତେବେଳେ ଆସେ କେମିତି କଣ କଥାବାର୍ତ୍ତା ହେଇଥିଲେ କଣ ଆପଣଙ୍କୁ ବୁଝେଇଥିଲେ ମ୍ୟାଚ୍ ପୂର୍ବରୁ ସବୁ। ତ୍ରିକନ୍ ଦା ବହୁତ କ୍ଲୋଜ, ବହୁତ ଭଲ, ହୁଁ ହୁଁ ବହୁତ ଭଲ। ସମସ୍ତଙ୍କ କେତେବେଳେ ସହିତ ମିଶନ୍ତି, ସମସ୍ତଙ୍କ ସହିତ ଖୁସି ମଧ୍ୟ ସବୁ। କେତେବେଳେ ଲିପା ଆପଣଙ୍କ ମାନେ ବୋଲିଂ ସ୍ପେଲରେ ଟିକେ ମାଡ଼ ପଡିଯାଏ ଯଦି ଗୋଟେ ଓଭର ଦି ତିନିଟା ଛକା ଲାଗିଗଲା ଆପଣ ଟିକେ ମହଙ୍ଗା ବୋଲର ହେଇଗଲେ ସେଇ ମ୍ୟାଚ୍ ରେ କୋଉ ପ୍ଲେୟାର ଆପଣଙ୍କ ଟିମ୍ ରେ ଆପଣଙ୍କୁ ଆସିକି ଟିକେ ବୁଝେଇଥାଏ କି ନାଇଁ ଦେଖ ଏଟା ହଉଛି କ୍ରିକେଟ ଖେଳ ଏଠି ଟେନିସ୍ କ୍ରିକେଟ ରେ ଦି ତିନିଟା ଛକା ଲାଗିବା ବହୁତ ସହଜ ଆଜି ତ ଡେ ନଥିଲା ତ ଆଜି ଟିକେ ମହଙ୍ଗା ଓଭର ଚାଲିଗଲା ଆଗାମୀ ସମୟରେ ଆହୁରି ତୁ ଭଲ ବୋଲିଂ କରିପାରିବୁ କୋଉ ପ୍ଲେୟାର ଅଧିକା ସଜେସନ ଦିଅନ୍ତି କୋଉ ପ୍ଲେୟାର ଅଧିକା ବୁଝେଇଥାନ୍ତି ଆପଣଙ୍କୁ। ଜ୍ୟୋତି ଭାଇ ଫାଷ୍ଟ ବୁଝାନ୍ତି, ତାପରେ ଜଗନ ଭାଇ, ଅସଲମ ଭାଇ, ମଦନ ଭାଇ ସମସ୍ତେ ବୁଝାନ୍ତି। ଓକେ ତ ଗୋଟେ ଆମେ ଯଦି ଏମଏନ୍ ସମ୍ବଲପୁରକୁ ଦେଖିବା ବହୁତ ସାରା ସିନିୟର ପ୍ଲେୟାର ବି ଅଛନ୍ତି ଅସଲମ ସାର୍ ରାଉତ ଜ୍ୟୋତି ରଞ୍ଜନ ମଦନ ବେହେରା ବି ବହୁତ ସାରା ମ୍ୟାଚ୍ ଖେଳିଥିଲେ ଏଇ ସିଜିନ ଷ୍ଟାର୍ଟ ଏଇ ଯୋଉ କୋର ଆପଣ ଦେଖୁଛନ୍ତି ଏ କୋର କେତେ ଷ୍ଟ୍ରଙ୍ଗ ଓଡିଶା କ୍ରିକେଟରେ ଯଦି ଗୋଟେ ଟିମ୍ ଆମେ ଦେଖିବା ଏମଏନସି ସମ୍ବଲପୁର ଆପଣଙ୍କ ଟିମ୍ ଆପଣଙ୍କୁ କେତେ ଷ୍ଟ୍ରଙ୍ଗ ଲାଗେ ଏଇ ଯୋଉ ସିନିୟର ପ୍ଲେୟାର ମାନେ ସବୁ ଅଛନ୍ତି ଆଉ କିଛିଟା ନୂଆ ପ୍ଲେୟାର ଜଏନ କରିଛନ୍ତି ତ ଆପଣ କେମିତି ଥାନ୍ତି ଏଇ ଟିମକୁ। ଆମ ଟିମ୍ ମତେ ଲାଗେ ସବୁଠୁ ଭଲ ଟିମ୍, କାରଣ ବହୁତ ଭଲ ଭଲ ପ୍ଲେୟାର ଆମ ପଟେ ଅଛନ୍ତି। ବାକି ରହିଲା ଅଲରାଉଣ୍ଡର ଦି ତିନିଟା ଯଦି ରହନ୍ତେ, ଗୋଟେ ଦି ଜଣ ଯଦି ଅଲରାଉଣ୍ଡର ରହନ୍ତେ ଆହୁରି ଖେଳ ଭଲ ହୁଅନ୍ତା, ଆହୁରି ଟିମ୍ ଟା ଷ୍ଟ୍ରଙ୍ଗ ହୁଅନ୍ତା। ଏମିତି ଚାଲିଛି ଆଉ। ଓକେ ଆପଣଙ୍କ ପାର୍ଟନର ଯେ କି ତପନ ହୁଅନ୍ତୁ ଶିଶିର ମହାରଣା ହୁଅନ୍ତୁ ଏ ସବୁ ପ୍ଲେୟାରଙ୍କ ସହିତ କେମିତି ଆପଣଙ୍କର ମାନେ ଆପଣଙ୍କ କମ୍ବିନେସନ କେମିତି ଯେତେବେଳେ ଗୋଟେ ବହୁତ ମ୍ୟାଚ୍ ବହୁତ ଷ୍ଟାର୍ଟ ଭଲ, ହବା ବହୁତ ପୂର୍ବରୁ। ଭଲ। ତପନ ମୋରି ସାଙ୍ଗର ହବ, ତପନ ମୋରି ବ୍ୟାଚ୍ ର ହବ, ମୋରି ଏଜ୍ ର ହବ, ତାର ମୋର ବହୁତ କ୍ଲୋଜ। ତାପରେ ବିଶ୍ୱଜିତ ପ୍ରଧାନ ମୋଠୁ ସାନ ହବ କି ସେମ୍ ଏଜ୍ ହବ, ସିଏ ବି ବହୁତ କ୍ଲୋଜ। ଶିଶିର ସାନ ହବ, ସିଏ ବି କ୍ଲୋଜ, ସବୁ ମିଶାମିଶି ପ୍ରାୟତଃ। ଓକେ ତ ଫଟାଫଟ ମୁଁ ଜାଣିବାକୁ ଚାହିଁବି କ୍ରିକେଟ ଖେଳିବା ପାଇଁ ଆପଣଙ୍କ ମାର୍ଗଦର୍ଶକ କିଏ ଥିଲେ କାହାକୁ ଦେଖିକି ଆପଣ କ୍ରିକେଟ ଖେଳିବା ଷ୍ଟାର୍ଟ କରିଥିଲେ। ମାର୍ଗଦର୍ଶକ କହିବାକୁ ଗଲେ, ଭାଇ କ୍ରିକେଟ ତ ଛୋଟବେଳୁ ଖେଳି ଆସୁଛି। ମାର୍ଗଦର୍ଶକ ମୋ ଫେଭରାଇଟ ପ୍ଲେୟାର ହେଲେ ବିରାଟ କୋହଲି। ମୁଁ ତାଙ୍କୁ ବହୁତ ଭଲ ପାଏ, ସେଆକୁ ଦେଖିକି ଖେଳିବା ଗୋଟେ ଇଣ୍ଟରେଷ୍ଟ ହେଇଛି, ଖେଳୁଛି ଆଉ। ଓକେ କେତେ କଣ ଷ୍ଟ୍ରଗଲ କରିବାକୁ ପଡିଛି କେତେ କଷ୍ଟ କରିବାକୁ ପଡିଛି ଲିପା ଏ ଜାଗାରେ ପହଞ୍ଚିବା ପାଇଁ। ବହୁତ ଷ୍ଟ୍ରଗଲ ଭାଇ କରିଛି, କଣ ବହୁତ କରିଛନ୍ତି ଷ୍ଟ୍ରଗଲ କରିଛି ଟିକେ ଭାଇ। ଖୋଲା। ଭାଇ 2000 କହୁଛି 17 ମସିହାରେ, ସେତେବେଳେ ତ ୟୁଟ୍ୟୁବ ବାହାରି ନଥିଲା। ଆମେ ଫାଷ୍ଟ ଆଇକାର୍ଡ ମ୍ୟାଚ୍ ଖେଳୁଥିଲୁ, ଆଧାର ମ୍ୟାଚ୍। ଆଧାର ମ୍ୟାଚ୍ ବହୁତ ଖେଳିଛି, ବହୁତ ଖେଳି ତାପରେ ଚାନ୍ସ ମିଳିଲା ଆମର ଯୋଉ କିଙ୍ଗ ଏକ୍ସାଇ ପୁରୀ ଟିମ୍ ପଟେ ଖେଳିବା ପାଇଁ। ସେପଟେ ଖେଳିଛି। ଫାଷ୍ଟ ମ୍ୟାଚ୍ ଯେତେବେଳେ ଯାଇଥିଲି ଖେଳିବାକୁ, ପରଫମାନ୍ସ ବହୁତ ଖରାପ ହେଇଯାଇଥିଲା। ପରଫମାନ୍ସ ଖରାପ ହେଲା ପରେ ମୁଁ ବସି ଯାଇଥିଲି, ଆଉ ଖେଳି ନଥିଲି। ତାପରେ ଜ୍ୟୋତି ଭାଇ ବହୁତ ଲାଗି ବହୁତ ଜାଗାକୁ ଖେଳି ଏକ୍ସପିରିଏନ୍ସ କରେଇଲେ। ଫାଷ୍ଟ ମୁଁ ନୂଆ ନୂଆ ଯେତେବେଳେ ଯାଇକି ବାହାର ଟିମ୍ ପଟେ ଖେଳିଲି, ତ ଏତେଟା ମାନେ ଏକ୍ସପିରିଏନ୍ସ ନଥିଲା ନା। ସେ ବହୁତ ଜାଗା ମତେ ନେଇ ଖେଳେଇଛନ୍ତି, ମୋର ଏକ୍ସପିରିଏନ୍ସ କରେଇଛନ୍ତି। ମୁଁ ଯଦି ଆଜି ଯଦି ଖେଳିଥାଏ ଭଲ ଜାଗାରେ ପକେଇ ପାରୁଥାଏ, କେବଳ ତାଙ୍କ ସକାଶେ ମୋର ବହୁତ ଏକ୍ସପିରିଏନ୍ସ ହେଇଛି। ବହୁତ ଷ୍ଟ୍ରଗଲ କରିଛି ତାଙ୍କ ସହିତ, ବହୁତ ଜାଗା ଯାଇଛି ଖେଳିବା ପାଇଁ। ଖେଳୁ ଏକ୍ସପିରିଏନ୍ସ ହେଲା। ତାପରେ ଗଲି ୟୁଟ୍ୟୁବ ବାହାରିଲା, ତାପରେ ଆସିଲି। ଓକେ ତ ଜ୍ୟୋତି ଭାଇଙ୍କର ଗୋଟେ ବହୁତ ବଡ ରୋଲ ରହିଛି ଆଜ୍ଞା ଲୋକନାଥ ଆଜ୍ଞା ମିଶ୍ରଙ୍କ କ୍ରିକେଟ କ୍ୟାରିୟରରେ। ଆଜ୍ଞା ଆଜ୍ଞା, ସିଓର ସିଓର। ଓକେ ଏଇ ସିଜନ ଗୋଟେ ମେମୋରେବଲ ମ୍ୟାଚ୍ କୁ ମନେ ପକେଇବେ ଯୋଉ ମ୍ୟାଚ୍ ରେ ଆପଣଙ୍କ ଯୋଗଦାନ ଥିଲା ଆପଣ କଣ୍ଟ୍ରିବ୍ୟୁସନ ଦେଇଛନ୍ତି ମ୍ୟାଚ୍ ରେ ସେ ମ୍ୟାଚ୍ ଜିତିଲା ପରେ ଆପଣ ବି ବହୁତ ଖୁସି ହେଇଥିଲେ। କୋଉଟା କହିବି, ଅଲ୍ ଓଡିଶା କହିବି ନା ଆଇକାର୍ଡ ମ୍ୟାଚ୍ କଥା କହିବି? ଅଲ୍ ଓଡିଶା। ଅଲ୍ ଓଡିଶା ଛେଳିଆପଡା ଅନୁଗୁଳ କଥା କହିବି। ସେ ମ୍ୟାଚ୍ ରେ ଲୁଟୁ ୱାରିୟର୍ସ ଏଗେନ୍ଷ୍ଟ ରେ ସେ ଫାଇନାଲ ମ୍ୟାଚ୍ ବହୁତ ମାନେ ଫାର୍ଷ୍ଟ ଆମେ ତ ଜିତି ଯାଇଥିଲୁ ସିରିଜ ମ୍ୟାଚ୍ ରେ, ଫାର୍ଷ୍ଟ ମ୍ୟାଚ୍ ଟା ଆମେ ଜିତି ଯାଇଥିଲୁ। ସେକେଣ୍ଡ ମ୍ୟାଚ୍ ଟା ବହୁତ କଣ୍ଟେଷ୍ଟ ହେଇଥିଲା।
से मैच रे आउ थिला शायद 12 बॉल 11 रन की 12 रन पाखापाखि थिला 12 बॉल 13 रन खंडे थिला। ମୁଁ ସେ ଓଭର ପକଉଥାଏ ଗୋଟେ ବାଇ ଫୋର ହେଇଗଲା 5 ରନ। ମୋ ମୁଣ୍ଡରେ ଥାଇକି ମ୍ୟାଚ ଟା ସରିଗଲା। ମତେ ଆଉ 5ଟା ବଲ୍ ଯେମିତି ଯାହା କରି ଡଟ୍ କରିକି ଏ ଓଭର 8 9 ରନ ଭିତରେ ଲାଷ୍ଟ ଓଭର ରଖିବାର ଅଛି। ତ ମନରେ ଠାକୁରଙ୍କୁ ପ୍ରେ କରିଥାଏ ପ୍ରଭୁ କେମିତି ଭଲରେ ଭଲରେ ଏ ଓଭର ଟା ସରିଯାଉ ଆଉ ଥାର୍ଡ ମ୍ୟାଚ୍ କୁ ନ ଯାଉ। ତାପରେ ସେ ଓଭର ଭଲ ବି ପଡିଲା। ତାପରେ ତପନ ଲାଷ୍ଟ ଓଭର ଭଲ ପକେଇଥିଲା ଆମେ ସେ ମ୍ୟାଚ୍ ଜିତିଥିଲୁ। ସେଇଟା ହେଲା ମୋ ପାଇଁ ମେମୋରେବଲ ମ୍ୟାଚ୍ ଏଇ ସିଜନର। Next Memorial Tournament, MMCC champion. ବୋଲର ମାନେ ଚାମ୍ପିୟନ କରେଇଲେ MMCC ସମ୍ବଲପୁର ରିଙ୍କନ ମହାନ୍ତି ବି ସେଠି ସବୁ ଥାଆନ୍ତି ସେ ଆଉ ଭଗବାନଙ୍କ ଆଶୀର୍ବାଦ ଲିପା ଭାଇ। ସବୁ ସେ ଭଗବାନଙ୍କ ଆଶୀର୍ବାଦ ଆମର କିଛି ନୁହଁ ତାଙ୍କ ନିର୍ଦ୍ଦେଶନା ନହେଲେ ଆମେ କିଛି କରିପାରିବୁନି। ନିଶ୍ଚିତ ଭାବରେ ଠିକ କଥା କହିଲେ। ଆ, ଏଇ ସିଜନ ରେ ଏମିତି କୋଉ ଟୁର୍ଣ୍ଣାମେଣ୍ଟ ଯୋଉଠି ଲିପା ଆପଣଙ୍କୁ ବହୁତ ସାରା ଭଲ ପାଇବା ମିଳିଥିଲା ଏ- ଆପଣଙ୍କ ଫ୍ୟାନ୍ସ ମାନେ MMC ସମ୍ବଲପୁର ବହୁତ ସପୋର୍ଟ ମିଳିଥିଲା କୋଉ ଟୁର୍ଣ୍ଣାମେଣ୍ଟ ଆପଣ ଯାଇଥିଲେ ଖେଳିବା ପାଇଁ ଯୋଉଠି ଫ୍ୟାନ୍ସ ମାନେ MMCC ପଟେରେ ହିଁ ଥିଲେ? ଭାଇ ଅତାବିରା ହଁ ଅତାବିରା ମିଳିଥିଲା ତାପରେ କମିରା ମିଳିଥିଲା। ନିଶ୍ଚିନ୍ତ। ରୟାଲ ବିଲ୍ ସୋନପୁର ରୟାଲ ବିଲ୍ ସେଠି ବି ମିଳିଥିଲା। ଓକେ, ବଡ ବଡ ଟୁର୍ଣ୍ଣାମେଣ୍ଟ ଆପଣ ଖେଳି ସାରିଛନ୍ତି ଯେମିତି କମିରା କପ୍ କହିଲେ, ଅତାବିରା କହିଲେ, ରୟାଲ ଫିଲ୍ଡ ଟୁର୍ଣ୍ଣାମେଣ୍ଟ ତ ଏଇ ସବୁ ମାନେ ଓଡିଶାର ଟପ୍ ଟୁର୍ଣ୍ଣାମେଣ୍ଟ ଭିତରେ ଆସୁଛି। ଯେତେବେଳେ ଅଲ୍ ଓଡିଶା ଟୁର୍ଣ୍ଣାମେଣ୍ଟ ଆପଣ ଖେଳିବାକୁ ଗଲେ ଆପଣ ଜାଣିଛନ୍ତି କି ଅଲ୍ ଓଡିଶା ଟୁର୍ଣ୍ଣାମେଣ୍ଟରେ ଯୋଉ ପ୍ଲେୟାର ମାନେ ଏଗନେଷ୍ଟ ରେ ଥିବେ ତାଙ୍କୁ ବୋଲିଂ କରିବା ଏତେ ସହଜ ନୁହଁ। ତ ଆଜ୍ଞା ନିଶ୍ଚିତ ଭାବରେ ଆପଣ କିଛି ନୂଆ ତ ଆଡ୍ କରିଥିବେ ଯେତେବେଳେ ଆପଣ ଷ୍ଟାର ବ୍ୟାଟ୍ସମ୍ୟାନ ମାନଙ୍କ ସାମ୍ନାରେ ବୋଲିଂ କରିବେ ତ ତମ ପାଖରେ ଗୋଟେ ଲେଫ୍ଟି ବୋଲର ବାସ୍ ଗୋଟେ ଆଉଟସୁଇଂ ହିଁ ଥାଏ। କିନ୍ତୁ ଆପଣ ଆପଣଙ୍କ ବୋଲିଂ ରେ କିଛି ଆଡ୍ କରିଥିଲେ, କିଛି ପ୍ଲସ୍ କରିଥିଲେ ଯୋଉଠିକି ଆପଣଙ୍କୁ ବହୁତ ହେଲ୍ପ କଲା ବଡ ବଡ ବ୍ୟାଟ୍ସମ୍ୟାନ ମାନଙ୍କ ସାମ୍ନାରେ ଆପଣଙ୍କ ବୋଲିଂ ବହୁତ ସୁନ୍ଦର ଥିଲା। ତ କିଛିଟା ତ ଆପଣ ପରିବର୍ତ୍ତନ କରିଥିଲେ ନିଜ ବୋଲିଂ ରେ। ନାଇଁ ଭାଇ ଦେଖନ୍ତୁ ମୁଁ ବଡ ଖେଳାଳି ମୋ ଠାରୁ ବହୁତ ବଡ ବଡ ଖେଳାଳି ଅଛନ୍ତି ବହୁତ ଭଲ ଭଲ ଖେଳାଳି ଅଛନ୍ତି। ଲେଫ୍ଟିର ନର୍ମାଲ ହେଲା ଆଉଟସୁଇଂ ଭାଇ ମୁଁ ମୋ ନର୍ମାଲ ବଲରେ ପକାଏ। ମୁଁ କିଛି ଏକ୍ସପେରିମେଣ୍ଟ କରିବାକୁ ଚିନ୍ତା କରେନି ଯଦି ସଦାବେଳେ କୁହନ୍ତି ତୁ ତ ନ୍ୟାଚୁରାଲ ବଲ ପକା ତୋ ବଲ ପକା ତୁ ପକେଇ ଦବୁ ଭଲରେ ଭଲରେ ମୁଁ ଜାଣିଛି ତୁ ଭଲ ତୋ ବଲ ଟା ତୁ ପକା। ତ ମୋ ଲେନ୍ଥରେ ହିଁ ପକାଏ ମୁଁ କୌଣସି ଏକ୍ସପେରିମେଣ୍ଟ କରେନି ଯଦି ମାଡ ହେଇଗଲା ହେଇଗଲା କିନ୍ତୁ ପକେଇ ଦିଏ। ତ ଯୋଉଠିକି ଆପଣଙ୍କର ମାନେ ଷ୍ଟ୍ରଙ୍ଗ ଜୋନ୍ ସେଇ ଷ୍ଟ୍ରଙ୍ଗ ଜୋନ ରେ ହିଁ ଆପଣ ରହିବେ। ଆଜ୍ଞା ଆଜ୍ଞା ଟିକେ ଆପଣଙ୍କ ଅନୁରୋଧ କରିବି ଯଦି ଆପଣ ଟିକେ ବାହାରକୁ ଯିବେ ଟିକେ ନେଟୱାର୍କରେ ଆପଣଙ୍କ ଫେସ୍ ଟା ଟିକେ କ୍ଲିୟର ଆସୁନି। ଭାଇ ଟିକେ ଲାଇଫ ମାନେ ଟା ଏବେ ହେଲା ଟିକେ କୋଉଠି ଏବେ ଠିକ ଆସିଲା ଭାଇ। ଏବେ ଏବେ ଠିକ ଅଛି। ଆଜ୍ଞା ଓକେ, ଏବେ ଏଇ ସିଜିନ ଉପରେ କିଛିଟା କୋଶ୍ଚିନ୍ ମୁଁ ରଖିବି ଯୋଉଥିରେ ଆପଣଙ୍କୁ ଗୋଟିଏ ପ୍ଲେୟାରକୁ ଚୁଜ କରିବାକୁ ପଡିବ ଯୋଉ ପ୍ଲେୟାର ଆପଣଙ୍କୁ ପ୍ରଭାବିତ କରିଛନ୍ତି। ଓଡିଶା ଟେନିସ କ୍ରିକେଟର ଫିୟରଲେସ୍ ବ୍ୟାଟ୍ସମ୍ୟାନ କିଏ? ଫିୟରଲେସ୍ ଚିନ୍ନୁ ଭାଇ। ଚିନ୍ନୁ ଭାଇ। ବିଶ୍ୱରଞ୍ଜନ ସାହୁଙ୍କ ନାଁ ନେଲେ ଆପଣ ଗୋଟେ କ୍ଲାସ ବ୍ୟାଟର ଯଦି ଆପଣ ବାଛିବେ ତାହେଲେ କାହାକୁ ବାଛିବେ? କ୍ଲାସ ବ୍ୟାଟର ଭାଇ କହିବାକୁ ଗଲେ ତ ଜଗନ ଭାଇକୁ ସମସ୍ତେ ବାଛିବେ କ୍ଲାସ ବ୍ୟାଟର। କିନ୍ତୁ ମୁଁ ଜ୍ୟୋତି ଭାଇଙ୍କୁ ସପୋର୍ଟ କରିବି କାରଣ ସେ ବି ବହୁତ କ୍ଲାସ ସଟ୍ ଖେଳନ୍ତି ଆମ ଏପଟେ ଯେତେବେଳେ ଖେଳ ହୁଏ ଆଉଟ ସୁଇଙ୍ଗ ବଲକୁ କଭରରେ ଛକା ମାରି ଦିଅନ୍ତି। ସେ ବି କ୍ଲାସ ଖେଳନ୍ତି। ଓକେ, ଉତ୍କଳ ରାଉତ ଜ୍ୟୋତି ରଞ୍ଜନଙ୍କ ନାଁ ନେଲେ ଆପଣ। ଷ୍ଟ୍ରାଇକ୍ ରୁଟେଡ୍ ମାନେ ସିଙ୍ଗଲ ଡବଲ ନବାର କଳା କୋଉ ପ୍ଲେୟାର ଭିତରେ ଆପଣଙ୍କୁ ଦେଖିବାକୁ ମିଳିଛି? ସିଙ୍ଗଲ ଡବଲ ବହୁତ ସହଜରେ ଇନିଂସକୁ ବିଲ୍ଡ କରିଥାନ୍ତି, ସିଙ୍ଗଲ ଡବଲ ନେଇଥାନ୍ତି। ସିଙ୍ଗଲ ଡବଲ ଭାଇ ଆମ ଏପଟେ ଗୋଟେ ଟିମ୍ ଅଛି ଆମେ ଖେଳୁ ତାଙ୍କ ପଟେ ତାଙ୍କ ନାଁ ଟା ହଉଛି ମନେ ପଡୁନି ମାନେ ପୁରା ଜିଭ ଅଗରେ ଅଛି କହିଲା ଭଳିଆ ତାଙ୍କ ନାଁ ଟା ମୋର ବି ମନେ ପଡୁନି। ସେ ମ୍ୟାଚ୍ କୁ ପୁରା ନେଇଯିବେ ସିଙ୍ଗଲ କରି ନେଇଯିବେ ମ୍ୟାଚ୍ କୁ ବହୁତ କ୍ଲୋଜ ନେଇଯାଆନ୍ତି। ତାଙ୍କ ନାଁ ଟା ଅଲ୍ ଓଡିଶାରୁ ଯଦି ମନେ କାହାକୁ ଗୋଟେ ପଡୁନି। ବାଛିବେ ଏତେ ସାରା ଆଜ୍ଞା ଅଲ୍ ଓଡିଶା ପ୍ଲେୟାର ଭିତରୁ ଯଦି କାହାକୁ ଗୋଟେ ବାଛିବେ
मदन भाई। ओके गोटे आकुरेट बोलर आपनको आपण जने बोलर तो गोटे लेंथ रे बारंबार बोलिंग करके विकेट नबार कला अछि तांको भितरे तो गोटे आकुरेट बोलर जे आपनको प्रभावित करछंती राकेश भाई, राकेश साहू। ओके गोटे कटर बोलर को ना नेबे कटर रे महारती हासिल करछंती बाया भाई। ओके पेस पेस बोलर माने गति थिबो तांको पाखरे अब से गति बैट्समैन मान को पे टिके दुर्गति नहीं आसे जिल्लू भाई। जिलू जीते ओडिशा टेनिस क्रिकेट रो बेस्ट फिनिशर किए लोकनाथ मिश्र इमरान भाई। ओके गेम चेंजर भाबरे आपण काहको देखंती मैच जो स्थिति रे भी थाउ किंतु से आसले मैच चेंज कर दियंती चिन्नू भाई। विश्वरंजन साहब क्रिकेट रे फील्डिंग बहुत इंपोर्टेंट थाए आपण को जते भी हमर टीम अछंती को टीम पाखरे सबठरो भलो फील्डिंग यूनिट अछि कमांडर 11। तो सही टीम भितर यदि दीटा तीनटा फील्डर ना नेबे ताले को फील्डर कौन फील्डर किए चिन्नू भाई, सोना भाई, ଆଉ କିଏ तापरे बापुनी भाई। ଗୋଟେ କୁल କାମ କମ୍ପୋଜ ପ୍ଲେୟାର ଥଣ୍ଡା ଦିମାଗରେ କିଏ କ୍ରିକେଟ ଖେଳନ୍ତି ପଡିଆ ଭିତରେ जगन भाई। ଗୋଟେ ଆଗ୍ରେସିଭ ପ୍ଲେୟାରଙ୍କ ନାଁ ନେବେ कौन कहले भाई? ଗୋଟେ ଆଗ୍ରେସିଭ ପଡିଆ ଭିତରେ ମାନେ ପୁରାପୁରି ଆଗ୍ରେସନ ସହିତ ସେ କ୍ରିକେଟ ଖେଳନ୍ତି बाबुनी भाई। ओके आपण भी जणे यंगस्टर किंतु एई सीजन रे बहुत सारा टीम रे बहुत सारा यंगस्टर माने आछंती आ भलो प्रदर्शन देइचंती आपण को को यंगस्टर अधिक प्रभावित करचंती तीसरा मार। शिशिर राणा आईपीएल रे आपण को फेवरेट टीम किए आज्ञा आईपीएल रे आपण को फेवरेट टीम आरसीबी। आरसीबी रे आपण को फेवरेट प्लेयर विराट कोहली। ओके इंडिया रे एमती गोटे मैच जो मैच आपण देखि चंती बहुत थरो देखि चंती आज भी जदि से मैच देखुचंती आपण को आखिर भी खुशी रो लुह चली आसे तो सेमते गोटे मैच इंडिया रो मने पकेइबे इंडिया पाकिस्तान जो दुबई रे खेल होतला से मैच टा टी20 वर्ल्ड कप रे वन साइडेड पाकिस्तान मात्र मैच चली जाइतला विराट कोहली से मैच टा को आनी सेटा हो मु बहुत भलो मेमोरेबल मैच। कोहली goes down to the ground कोहली goes out of the ground मैच ओके इंडिया रो एमती गोटे मैच जोटी का हार्ट ब्रेक थिला आपण पई माने मन बहुत दुख होइतला 2023 में से वर्ल्ड कप। ओके 2024 रे हमें टी20 वर्ल्ड कप जीतिले रोहित शर्मा का अधिनायक रोहित शर्मा का कैप्टेनशिप रे ये है कि टी20 वर्ल्ड कप जदि हमें 2024 रो उठेबा तादरो बहुत किछि हमको सिखिबा को मिलिबो आज प्लेयर जदि हम क्रिकेट खेलुचे ताले से टी20 वर्ल्ड कप हम देखिले हार्दिक पांड्या और जसप्रीत बुमराह विराट कोहली रोहित शर्मा तांकटरो बहुत किछि सिखिबा को मिलिबो जो बड़ी भाबरे इंडियन टीम तांका परफॉर्मेंस देखला जोठू इंडियन टीम जीतिला 30 बॉल 30 रन गोटे समय लागुला कि साउथ अफ्रीका जीति जिवो लोकनाथ मिश्रा आपन कोन लागुतला से समय रे भाई मु मैच देखुदिली जेतोले अक्षर पटेल को ओवर रे माडो होई गेला तापरे मु भाई बंद कर देली देखिबा बंद कर देली लाइव देखिबा बंद कर देली तापरे आसीली घर दांड आगे बसिली मुंड काम कला कि एते सीरियस हो जाई खेल सेडु क्रिकबॉज क्रोम को गले क्रिकबॉज रे खाली स्कोर चेक करते ठाकुर लागे प्रभु केमिति ओवर डाउट हे तापरे पांड्या नै गेले विकेट कालसन गला तापरे बुमराह आसीले भलो बोलिंग करले तापरे खाली डाकुदी 5 मिनिट ठाकुर डाकुदी टाइम टा देखुदी 5 मिनिट हेले स्कोर चेक करी 5 मिनिट जाके ठाकुर डाकी तापरे देखि देखला इंडिया जीति गला तापरे जाके लाइव वाली क्रिकेट देखि लाइव क्रिकेट और मुझे से सुन से मोमेंट केबे भी माने आज गोटे क्रिकेटर केबे भी हमें भूली परिबा नाही नहीं भाई 2023 मसिया रे जेतोले वर्ल्ड कप हारितला इंडिया मु थाए सूरत रे सूरत जाइथिल खेलिया
ଭାଇ ସେ ଦିନଟା ମୁଁ ଖାଇବି, ରାତିଟା ମୁଁ ଖାଇବି, ମାନେ ଦିନଟା ରାତିଟା ସାରା ହିଁ ନିଦ ହେଲାନି ଠିକରେ। ତା ପରଦିନ ବି ବହୁତ ମାନେ ଇରିଟେଟ୍ ଲାଗିଲା, କିଛି ଭଲ ବି ଲାଗିଲାନି, ବହୁତ ମନ ଦୁଃଖ ହେଇଥିଲା। ତାପରେ ଯୋଉ 24 ରେ ଜିତିଲା T20 World Cup, ଏବେ ଖୁସି। ନିଶ୍ଚିତ ଭାବରେ ସେ ମ୍ୟାଚ୍ ଆମେ କେବେ ଭୁଲି ପାରିବାନି। 2023 ଏମିତି ଲାଗୁଥିଲା କି ଆମେ ଶାୟଦ ମଞ୍ଚେଷ୍ଟର 50 ଓଭର ଇଣ୍ଡିଆ ମଧ୍ୟ କିଛି ଜିତି ହଉନି। ପାରିବା, କିନ୍ତୁ ଯୋଉ ଟିକେ ଭାଗ୍ୟରେ ନଥାଏ ନା, ତାହେଲେ ଆମେ ଯେତେ ଚେଷ୍ଟା କଲେ ବି ସେଟା ମିଳିନଥାଏ। ତ ଟିକେ ଲକ୍ ବି ରହିବା ଦରକାର କ୍ରିକେଟରେ। ओके, बहुत सारा राइवलरी मैच हमें देखी छे ऑल ओडिशा क्रिकेट टूर्नामेंट रे। लोकनाथ मिश्र आपन को फेवरेट राइवलरी मैच गुड एमएनसीसी संबलपुर लुटू वॉरियर्स ना कमांडो 11 यूनिट 9 ना कमांडो 11 इमेज 11 ना इमेज 11 हिटमैन को राइवलरी मैच देखिबा को आपन पसंद करथि? कमांडो 11, इमेज 11। कमांडो 11 इमेज 11 जतपळे चुई कालिया ଆଉ ଲାଟେନ୍ ଏଇ ସିଜନ ରେ ମାନେ ସାମ୍ନା ସାମ୍ନା ଥିଲେ। ତ ସେଇ ମୋମେଣ୍ଟ କୁ ଦେଖିବା ପାଇଁ ଲୋକମାନେ ଦୂର ଦୂରରୁ ଆସନ୍ତି କି ଗୋଟେ ପଟରେ ଲାଟେନ୍ ଗୋଟେ ପଟରେ ଚୁଇ କାଳିଆ। ତ ତାଙ୍କ ଆଜ୍ଞା ଭିତରେ ବହୁତ ଥର ମାନେ ଝଗଡା ହେଇଛି, କିନ୍ତୁ ମେ ହେଇଛି। ବହୁତ ଥର ବି ସେ ଏକାଠି ଖେଳିଛନ୍ତି ଅଲଗା ଟିମ୍ ତରଫରୁ, ପ୍ରିମିୟର ଆଜ୍ଞା ଲିଗ୍ ହେରିକାରେ ବି ଏକାଠି ଓପନ ବି କରିଛନ୍ତି। କିନ୍ତୁ ଯେତେବେଳେ ଇମେଜ 11 କମାଣ୍ଡର 11 ଖେଳେ ତ ପ୍ଲେୟାର ମାନଙ୍କ ଭିତରେ କଣ ଏମିତି ଚାଲି ଆସେ? ଆପଣ ବହୁତ ସାରା ପ୍ଲେୟାରଙ୍କ ସହିତ କଥାବାର୍ତ୍ତା ହେଇଥିବେ, କମାଣ୍ଡୋ ପିଲା କମାଣ୍ଡୋ ପଟୁ ବି ଆପଣ ଖେଳିଛନ୍ତି ମଝିରେ କିଛିଟା ମ୍ୟାଚ୍। ତ ଆକ୍ଚୁଆଲି ଇମେଜ 11 ଯେତେବେଳେ ସାମ୍ନାକୁ ଆସେ କମାଣ୍ଡୋ 11 ସହିତ ଖେଳେ, ସେତେବେଳେ ପ୍ଲେୟାର ମାନଙ୍କ ଭିତରେ ଏମିତି କଣ ଚାଲି ଆସେ ଯୋଉଥିପାଇଁ ଏତେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଆମକୁ ଦେଖିବାକୁ ମିଳିଥାଏ? ଭାଇ ଇମେଜ 11 ର ପ୍ଲେୟାର ହୁଅନ୍ତୁ କି କମାଣ୍ଡ 11 ର ପ୍ଲେୟାର ହୁଅନ୍ତୁ, ସମସ୍ତେ ଚାହାନ୍ତି ଆମ ଟିମ୍ କେମିତି ଜିତିବ, ଯିଏ ଭଲ ଖେଳିବ ଭାଇ ସିଏ ଜିତିବ। ଉଭୟ ଭଲ ଖେଳିବାକୁ ଚେଷ୍ଟା କରନ୍ତି, ତେଣୁ ଆଗ୍ରେସନ ଟିକେ ପଳେଇ ଆସେ, ତ ସେମିତି ହେଇଯାଏ। ଓକେ, ଏବେ ରିଫର ମହାନ୍ତି ଆପଣଙ୍କୁ କହିଛନ୍ତି କି ଦେଖ ଲିପା ଆମେ କୋଉ ଟିମ୍ ବିପକ୍ଷରୁ ହାରିଗଲେ ମୋ ମନ ଦୁଃଖ ନାହିଁ, କିନ୍ତୁ ଲୁଟୁ ୱାରିୟର୍ସ ଠୁ ହାରିବାର ନାହିଁ। କେବେ ଏମିତି କହିଛନ୍ତି? କାହିଁକିନା ଲୁଟୁ ୱାରିୟର୍ସ ଦାଦା ଗୋଟେ ସମୟରେ ଦାଦା କହିଲେ, ଦାଦା କେମିତି ଏବେ ଏମିତି କେବେ କହିନାହାନ୍ତି। କେବେ କହିନାହାନ୍ତି। କିନ୍ତୁ ମୁଁ ଯେତିକିଟା ଆପଣଙ୍କୁ କୋଶ୍ଚିନ୍ ଟା ମାନେ ମୁଁ ଟିକେ ପଚାରିବାକୁ ଯାଉଥିଲି, ଲୁଟୁ ୱାରିୟର୍ସ ସେ ତା ଲୋକାଲ ପିଲାଙ୍କୁ ନେଇ ଖେଳୁଥିଲା, ଅନୁଗୁଳ ତାଲଚେର ଏରିଆ ଯୋଉ ପ୍ଲେୟାର ମାନେ ଥିଲେ ତାଙ୍କୁ ନେଇ ଖେଳୁଥିଲା। ଦେନ୍ ଏମଏନସିସି ସେ ସେପଟ ସାଇଡ ପିଲା ଯେମିତି ଛୋଟୁ ଆକାଶ, ଜଗତ ରାଣୀ, ବୁଲୁ ବାରିକ, ରାକେଶ ସାହୁ, ତ ଗୋଟେ ସିଜନ ତ ଠିକ ଠାକ ଚାଲିଥିଲା। ଏମଏନସି ସମ୍ବଲପୁର ରେଜଲ୍ଟ ବି ବହୁତ ଭଲ କରୁଥିଲା, କିନ୍ତୁ ତା ପର ସିଜନ ପରେ ବୁଲୁ ବାରିକ, ରାକେଶ ସାହୁ ହୁଅନ୍ତୁ, ଦେବାଶିଷ ପାଠଶାଣୀ ହୁଅନ୍ତୁ, କି ଆମର ଛୋଟୁ ଆକାଶ, ଜଗତ ରାମ ବହି, ଏସବୁ ସ୍କ୍ୱାଡ ଲୁଟୁ ୱାରିୟର୍ସ କୁ ଚାଲି ଆସିଲେ। ଦେନ୍ ଆମେ ଯେତିକିଟା ଷ୍ଟଡି କରିଛୁ, ଲୁଟୁ ୱାରିୟର୍ସ ଆଉ ଏମଏନସିସି ଭିତରେ ଯେତେବେଳେ ମ୍ୟାଚ୍ ହୁଏ, ସେତେବେଳେ ଏମଏନସିସି ମ୍ୟାଚ୍ ଜିତିବାକୁ ଚାହେଁ, କାହିଁକିନା ତାଙ୍କରି ପ୍ଲେୟାରଙ୍କ ସାମ୍ନାରେ ସେ କେବେ ହାରିବାକୁ ଚାହାନ୍ତି ନାହିଁ। ତ ରେଜଲ୍ଟ ବି ବହୁତ ଭଲ ରହିଛି। ଲୁଟୁ ୱାରିୟର୍ସ କପ୍ ଦେଖନ୍ତୁ, ଛେଳିଆପଡା ଦେଖନ୍ତୁ, ଅତାରିକା ଦେଖନ୍ତୁ, ପ୍ରତ୍ୟେକ ଜାଗାରେ ଏମଏନସିସି ଲୁଟୁ ୱାରିୟର୍ସ କୁ ହରେଇଛି, ଏକମାତ୍ର ଟିମ୍। କାହିଁକିନା ଲୁଟୁ ୱାରିୟର୍ସ ଏଇ ସିଜନର ନମ୍ବର 1 ଟିମ୍। ତ ଆଜ ଏ ପ୍ଲେୟାର ଆପଣ କେବେ ଏମିତି କିଛି ଭାବିଛନ୍ତି କି ନାଇଁ ଲୁଟୁ ୱାରିୟର୍ସ ଓଡିଶାର ଗୋଟେ ବ୍ରାଣ୍ଡ ଟିମ୍, ସେ ଟିମ୍ ସାମ୍ନାରେ ଆମକୁ ଭଲ ପ୍ରଦର୍ଶନ କରିବାର ଅଛି ଆଉ ମ୍ୟାଚ୍ ଜିତିବାର ଅଛି? ଆଜ୍ଞା ସେ ଯେହେତୁ ଖେଳୁଛୁ ତ ଜିତିବା ପାଇଁ ଚେଷ୍ଟା କରିବୁ, ଭଲ ପରଫମାନ୍ସ ଦେବା ପାଇଁ ଚେଷ୍ଟା କରିବୁ, ଯୋଉ ଟିମ୍ ବି ହଉ। ଲୁଟୁ ୱାରିୟର୍ସ ଏଗନେଷ୍ଟରେ ଖେଳିଲେ ଟିକେ ଭଲ ଲାଗେ, କାରଣ ତାଙ୍କ ଟିମରେ ସମସ୍ତେ ଭଲ ପ୍ଲେୟାର। ଏମିତି କେହି ବି ନାହାନ୍ତି କାହାକୁ ଆପଣ ହାତ ଉଠେଇ କହିପାରିବେନି ଯେ ଇଏ ଭଲ ଖେଳନ୍ତି, ସମସ୍ତେ ଭଲ ଖେଳନ୍ତି। ଓକେ, ମଜା ଆସେ ତାଙ୍କ ବିପକ୍ଷରେ ଖେଳିବା ପାଇଁ। ମୁଁ ଆପଣଙ୍କ ଟିମ୍ ବିଷୟରେ ଜାଣିବାକୁ ଚାହିଁବି, ଅସଲମ ଖାନ କେମିତିକା ପ୍ଲେୟାର ମୁଁ ତ ଜାଣିଛି, କିନ୍ତୁ ଆମ ଦର୍ଶକ ବନ୍ଧୁ ମାନଙ୍କୁ ଗୋଟେ ସିନିୟର ପ୍ଲେୟାର କେମିତି ଗୋଟେ ଜୁନିୟର ପ୍ଲେୟାର ସହିତ ଆଡଜଷ୍ଟ କରେ, ତାଙ୍କର କଥାବାର୍ତ୍ତା, ତାଙ୍କର ଗୋଟେ ୟଙ୍ଗ ପିଲାକୁ କେମିତି ପ୍ରୋତ୍ସାହନ ଦବା, କେମିତି ତାଙ୍କୁ ପ୍ରୋଆକ୍ଟିଭ କରେଇବା। ଅସଲମ ଖାନଙ୍କ ସହିତ ମ୍ୟାଚ୍ ପୂର୍ବରୁ କି ମ୍ୟାଚ୍ ପରେ କି ରୁମ ରେ କେମିତି କଣ କଥାବାର୍ତ୍ତା ସିଏ ଆପଣଙ୍କ ସହିତ ହୁଅନ୍ତି, କଣଟା ବୁଝାନ୍ତି ଆପଣ? ଭାଇ ପିଲା ଅଛନ୍ତି ବଡ ସାନ ଏସବୁ ଦେଖିବେ, କିନ୍ତୁ ଅସଲମ ଭାଇଙ୍କର ସେଗୁଡା କିଛି ନାହିଁ, ସମସ୍ତଙ୍କ ସହିତ ମିଶନ୍ତି। ଯଦି ମ୍ୟାଚରେ କିଛି ଭୁଲ ଭଟକା ହେଲା ବୁଝେଇବେ, ବାସ୍। ସମସ୍ତଙ୍କ ସହିତ କ୍ଲୋଜ, ଭଲ, ବହୁତ ଭଲ। ଓକେ, ସେମ୍ କ୍ୱେଶ୍ଚିନ୍ ଉତ୍କଳ କେଶରୀ ରାଉତ, ଗୋଟେ ସିନିୟର ପ୍ଲେୟାର। ଯଦି ଇମରାନ ଖାନ ପରେ ଯଦି ଆମେ କାହାକୁ କହିପାରିବା କି ଗୋଟେ ଲିଡର କି ଲେଜେଣ୍ଡ କହିପାରିବା, ତାହେଲେ ଉତ୍କଳ କେଶରୀ ରାଉତକୁ କହିପାରିବା।
से आपण को टीम रो अधिनायक तो से प्लेयर केमती का कोन केमती कथाबार्ता तांकर केते मिसिंग से जगन भाई बहुत भल किसी भूल भटका हेले पिच मझिरे आसिक बुझेबी जदि ओवर किसी खराब हो गला दी तीन टा बॉल खराब हो जाई पड़िया आसिक बुझेबी बहुत भल ताको कैप्टेंसी रे खेलिया भल लागे ओके तो जाई हो आपण उत्कल केशरी राउत असलम खान को टीम रु खेलुचंदी आठ रो बड़ सौभाग्यर कथा लिपा आपण में किछि होई न पारे तो नेक्स्ट क्वेश्चन आपण को सामने रखिबो चाहिबी को बैट्समैन आपण के चैलेंज देइचंती को बैट्समैन सामने आपण टिके आपण को आर्म बॉल माने जोटा आपनकर माने सब मैच रे आपण सही डिलीवरी पकेबो चाहंती लेंथ रे हो कि ऑफ कटर हो कि लेग कटर हो जो बॉल आपन आपन बस से आपन डिफेंसिव माइंड रे हम टिके बॉलिंग करथांती को बैट्समैन आपन को चैलेंज दियंती ऑल ओडिशा क्रिकेट टूर्नामेंट रे चिन्ह भाई विश्वरंजन साहू এই সিজনে বিশ্বরঞ্জন সাহু বহুত ভালো ব্যাটিং করছেন প্রত্যেক টুর্নামেন্ট রে তাଙ୍କ ব্যাট ରୁ ରନ୍ ବର୍ଷା ହେଇଛି ଆପଣ କଣ ଖାସ୍ ଲାଗେ ବିଶ୍ୱରଞ୍ଜନ ସାହୁଙ୍କ ବ୍ୟାଟିଂ ରେ हेलीकॉप्टर ओके ଆପଣଙ୍କ ଫେଭରେଟ୍ ଶଟ୍ କଣ भाई बैटिंग बहुत कम करे ओडिसा रे चांस मिले आई का हम अंदर मैच आई कार्ड मैच रे बैटिंग करे ओके ମାନେ ବ୍ୟାଟିଂ କରିଥିବା ସମୟରେ କୋଉ ଶଟ୍ ଟା ଖେଳିବାକୁ ଭଲ ଲାଗେ लाइन खेल लाइन शॉट ओके ଆପଣଙ୍କ ଫେଭରେଟ୍ ନମ୍ବର କଣ फेवरेट नंबर 18 ओके ଏବେ ଆସିବା ଆପଣଙ୍କ ବିଷୟରେ ଟିକେ ଜାଣିବା ଆପଣ କଣ ପସନ୍ଦ କରନ୍ତି କଣ ନ ପସନ୍ଦ କରନ୍ତି ଆପଣଙ୍କ ଫେଭରେଟ୍ ଆକ୍ଟର କିଏ फेवरेट एक्टर शाहरुख खान फेवरेट मूवी दिलवाले दुल्हनिया ले जाएंगे डीडीएल ओके क्रिकेट को छाड़ला परे आउ कोन हॉबीज अछि आपन को पाखरे आउ कोन करिबो पसंद लागे क्रिकेट परे जॉब पे रनिंग रनिंग ये सब टाइम दबा भल लागे डिफेंस लाइन आपन को टीम रे आपन को बेस्ट पार्टनर किए बॉलिंग पार्टनर ना बॉलिंग पार्टनर विश्वजीत प्रधान विश्वजीत प्रधान आपन जने यंगस्टर आपन किछि वर्ष धरि लगातार खेली आछुंती फिटनेस केते इंपोर्टेंट होई छि गोटे बॉलर पई आज का डेट रे ऑल ओडिशा टूर्नामेंट जेते ऊपर को जाउची फिटनेस केते इंपोर्टेंट और फिटनेस को केते जगंती बॉलर माने फिटनेस भाई बहुत जरूरी फिटनेस न रहले तमे फील्डिंग भी कर परिबनी मु तो भाई फील्डिंग रे बहुत लूज फील्डिंग करि प्राय से दे बहुत गाड़ी सुन पड़े फील्डिंग करू कैच करू चौका गले दौड़ी धरि करू फिटनेस ता भाई बहुत जरूरी फिटनेस न रहले तमे रनिंग कर परिबनी बॉलिंग भी ठीक कर परिबनी बॉल पछरे भी कोड़े फिटनेस ता नियत दरकार कोन प्लेयर पे एबे आपण फिटनेस ऊपर काम करछन जे रनिंग फनिंग करछन कि नाही ऑफ सीजन रे आज्ञा आज्ञा प्रत्येक दिन खेलवाटा कंपलसरी प्रत्येक दिन पड़िया रे खेलवाटा कंपलसरी ओके एबे मैं आपन को जानबो चाहिबी आपण चाहा लवर ना कॉफी चाहा ना कॉफी क्या पसंद करन चाह भी ओके आपण को लाइफ रे आपण को फेवरेट सुपर हीरो किए आपण को फैमिली रो आपण को चूज करि परिबे आपण को फ्रेंड सर्कल रो आपण का चूज करिवे फेवरेट सुपर हीरो आपण को पे किए फेवरेट सुपर हीरो कहले मो जेजे बाबू कहबी जे के ना दी वर्षा हम एक्सपेक्ट करियो मो जेजे बाबू कहबी लाइफ में जहां जाई ले आगे बिजनेस फैमिली रे एबे की अछंती वर्तमान मां बापा को परिचय हम देबे तार ना कहबे मो फैमिली रे मो जेजे मो बहू मो बड़ भाई और चाचू पिता नाम दिया अपन मु छुआडे शायद वर्षक रही नने चली बे रिसेंट वर्ष में जाब
ମାଙ୍କ ଛୋଟ ବେଳ କିନ୍ତୁ ଆପଣଙ୍କ ସହିତ ଅଛି। ଯେତେବେଳେ କ୍ରିକେଟ ଖେଳିବାକୁ ଯାଆନ୍ତି ମା କେବେ ମାନେ ଗାଳି ଗୁଲଜ କରନ୍ତି କଣ ଯାଉଛୁ କ୍ରିକେଟ ଖେଳୁଛୁ କଣ ହବ କଣ ନାହିଁ, କିନ୍ତୁ କ୍ରିକେଟ ଯେତେବେଳେ 2 ପଇସା କମେଇଲେ ମା ହାତରେ ଆଣିକି ଧରେଇଲେ ସେତେବେଳେ ମାଙ୍କର ରିଆକ୍ସନ କଣ ଥିଲା? ଯେତେବେଳେ ଟ୍ରଫି ନେଇକି ଆସନ୍ତି ଘରକୁ ସେତେବେଳେ ମାଙ୍କର ରିଆକ୍ସନ କଣ ଥିଲା? ଟିକେ ଆପଣ ବି ମାଙ୍କ ବିଷୟରେ କହିବେ। ଏବେ ବି ଗାଳି ଶୁଣିବାକୁ ପଡୁଛି, କାହିଁ କ୍ରିକେଟ ଖେଳିବାକୁ ଯାଉଛୁ, କୋଉଠି ରହିଯା, ପଇସା ସିଚୁଏସନ ଭଲ ନାହିଁ। ଏବେ ବି ଗାଳି ଶୁଣିବାକୁ ପଡେ, ଫିର ବି ମ୍ୟାନେଜ କରିନି ଆଉ। ମାଙ୍କ ହାତ ରନ୍ଧା ରୋଷେଇ ସବୁ ପୁଅଙ୍କୁ ସୁଆଦିଆ ଲାଗିଥାଏ। ଆପଣଙ୍କ ମା ଏମିତି କଣ ବନାନ୍ତି ଯାହାକୁ ଖାଇଲା ସବୁ ପରେ ସବୁ ସବୁ ଆପଣଙ୍କ ଭିତରେ ଗୋଟେ ଡବଲ ଏନର୍ଜି ଚାଲି ଆସେ? ମୋ ହାତରେ ସବୁ ଖାଇବା ଭଲ ଲାଗେ। ଗୋଟେ ମାନେ ସ୍ପେଶାଲ କିଛି ତ ଗୋଟେ ଥିବ। ଡାଲମା। ଡାଲମା। ଓକେ। ଆମେ ଆଶା କରିବୁ ଆପଣଙ୍କ ଯୋଉ ଛୋଟିଆ ଫ୍ୟାମିଲି ଅଛି ଆପଣ ସବୁଦିନ ପାଇଁ ଆପଣଙ୍କ ଫ୍ୟାମିଲି ସହିତ ଖୁସିରେ ରୁହନ୍ତୁ, ସବୁଦିନ ପାଇଁ ଆପଣଙ୍କ ଫ୍ୟାମିଲି ହସୁଥାଉ, ଆପଣଙ୍କ ମା ସବୁଦିନ ପାଇଁ ହସୁଥାନ୍ତୁ। ଆଉ ଗୋଟେ ପୁଅ ହିସାବରେ ଆପଣ ଆପଣଙ୍କ ମାଙ୍କୁ ଇଏ ଦୁନିଆର ସବୁ ଖୁସି ଦିଅନ୍ତୁ, ଏତିକିଟା ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆମର ପ୍ରାର୍ଥନା ରହିବ। ଲୋକନାଥ ମିଶ୍ର ଆପଣଙ୍କ ଭିତରେ ଟ୍ୟାଲେଣ୍ଟ ଅଛି, ଲୋକନାଥ ମିଶ୍ର ଆପଣ ଜଣେ ଲେଫ୍ଟି ବୋଲର ଭାବରେ ସମସ୍ତଙ୍କୁ ପ୍ରଭାବିତ କରୁଛନ୍ତି, ଆହୁରି ମେହନତ କରନ୍ତୁ। ଆଜିକା ଡେଟ୍ରେ ମୁଁ ଜାଣିପାରେ ଟେନିସ କ୍ରିକେଟରେ ଖାଲି ପଇସା ନୁହଁ, ଟେନିସ କ୍ରିକେଟରେ ଇଜ୍ଜତ ବି ଅଛି। ତ ନିଶ୍ଚିତ ଭାବରେ ଯଦି ଆପଣ ଭଲ ପରଫର୍ମାନ୍ସ ଦେବେ ଲଗାତାର, ପଇସା ତ ଗୋଟେ ଜରିଆ, ପଇସା ତ ଦରକାର ସମସ୍ତଙ୍କୁ, କିନ୍ତୁ ତା ସହିତ ଗୋଟେ ସମ୍ମାନ ବି ଆପଣ କମେଇ ପାରିବେ। ଗତ କିଛି ବର୍ଷ ଧରି ଆପଣ ଯୋଉ ସମ୍ମାନ କମେଇଛନ୍ତି ତାଠୁ ବି ଆହୁରି ଉପରକୁ ଆପଣ ଯାଇପାରିବେ, ବାସ୍ ନିଜ ଉପରେ ସେ ଦୃଢ ବିଶ୍ୱାସ ରଖିବା ଦରକାର। ଓକେ, ଏବେ ଆସିବା ଏଇ ସିଜନର ଟପ୍ 3 ବ୍ୟାଟର। ତିନୋଟି ବ୍ୟାଟ୍ସମ୍ୟାନ ଚୁଜ କରିବେ, ନମ୍ବର 1 ରେ କାହାକୁ ରଖିବେ, ନମ୍ବର 2 ରେ କାହାକୁ ରଖିବେ, ନମ୍ବର 3 ରେ କାହାକୁ ରଖିବେ? ରାକେଶ ଜେନା ଭାଇ, ରାକେଶ ଭାଇ ନମ୍ବର 1। नंबर 2 ରେ କିରଣ ଭାଇ, नंबर 3 ରେ ଅସଲମ ଭାଇ। ଯୋଉ ତିନୋଟି ବ୍ୟାଟ୍ସମ୍ୟାନଙ୍କ ନାଁ ନେଲେ ଲିପା ଆପଣଙ୍କୁ ବୋଲିଂ କରିବା ପାଇଁ କୋଉ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ଟିକେ ମାନେ କଷ୍ଟ ହବ? କୋଉ ବ୍ୟାଟ୍ସମ୍ୟାନ ଆପଣଙ୍କୁ ଟିକେ ଚ୍ୟାଲେଞ୍ଜ ଦେଇପାରେ? ଏଇ ତିନୋଟି ମତେ ବ୍ୟାଟ୍ସମ୍ୟାନ ଅସଲମ ମତେ ଭାଇଙ୍କ ଇନିଂସରେ ମତେ ଅସଲମ ଭାଇଙ୍କ ଇନିଂସରେ ପକେଇବାକୁ ଟିକେ ଡିଫିକଲ୍ଟ ଲାଗେ, କାରଣ ତାଙ୍କ ଇନିଂସରେ ମୁଁ କେବେ ବି ଖେଳିନି। ଗୋଟିଏ ମ୍ୟାଚ୍ କାକଟପୁରରେ ଖେଳିଥିଲି, ତାଙ୍କ ଇନିଂସରେ ମାଡ଼ ଖାଇଥିଲି। ଅସଲମଙ୍କର ଗୋଟେ ରେଞ୍ଜ ହିଟ୍ ଥାଏ, ଯଦି ତାଙ୍କ ସ୍ଲଟରେ ବଲ୍ ଆସିଲା ସେ ଛକା ଲଗେଇବାକୁ ଯାଆନ୍ତି। ତ ଅସଲମ ଯିଏକି ପାୱାର ପ୍ଲେରେ ସବୁଠାରୁ ମାନେ ଡେଞ୍ଜରିୟସ୍ ବ୍ୟାଟର ଆପଣଙ୍କୁ ଲାଗନ୍ତି ପାୱାର ପ୍ଲେରେ ଖାସ କରିକି? ଆଜ୍ଞା। ଓକେ, ଏବେ ଟପ୍ 3 ବୋଲର, ତିନୋଟି ବୋଲର ଚୁଜ କରିବେ। ରାକେଶ ଭାଇ, ଭାଇଆ ଭାଇ, ତାପରେ ବିଶ୍ୱଜିତ ପ୍ରଧାନ। ବିଶ୍ୱଜିତ ପ୍ରଧାନ। ଟପ୍ 3 ଅଲରାଉଣ୍ଡର। ଚିନୁ ଭାଇ, ମେंडिस भाई, सोना भाई। ତିନୋଟି ଅଲରାଉଣ୍ଡର ବି ଆପଣ ଚୁଜ କଲେ। ଏବେ ଆସିବା ଟୁର୍ଣ୍ଣାମେଣ୍ଟ। ବହୁତ ସାରା ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି ଏ ସିଜନରେ, ମୂଳରୁ ଶେଷ ଯାଏ ମୁଁ ଆପଣଙ୍କୁ ପ୍ରତ୍ୟେକ ଟୁର୍ଣ୍ଣାମେଣ୍ଟରେ ଦେଖିଛି। ତ ଏଇ ସିଜନର 3ଟା ମାନେ ବେଷ୍ଟ ଟୁର୍ଣ୍ଣାମେଣ୍ଟ ଚୁଜ କରିବେ। ଫାର୍ଷ୍ଟ ଚୁଜ କରି ଛେଳିଆପଡା ଅନୁଗୁଳ, ତାପରେ ଅତାବିରା, ତାପରେ କନ୍ତର। ଆଉ ଗୋଟେ କଣ? କନ୍ତର, ଢେଙ୍କାନାଳ କନ୍ତର କପ୍। ବାଗେଡିଆ ବି ଭଲ ହେଇଥିଲା, କିନ୍ତୁ ମୁଁ ବାଗେଡିଆ ଯାଇନି, ମୁଁ ଖେଳିନି ବାଗେଡିଆରେ, ତ ବାଗେଡିଆରେ ତାକୁ କହିପାରିବିନି। ଯଦି ଯାଇନି ବାଗେଡିଆ ଖେଳିବାକୁ, ଫ୍ୟାମିଲି ପ୍ରୋବ୍ଲେମ ଥିଲା, ମୁଁ ଖେମାଳ ଠାରୁ ଯାଇନଥିଲି, ଆଉ ରହିଯାଇଥିଲି ଘରେ ଫ୍ୟାମିଲି ପ୍ରୋବ୍ଲେମ ସକାଶେ। ତ ସେ ଦିଟା ପିଚ୍ ବି ବହୁତ ଭଲ, ମୁଁ ଶୁଣିବାକୁ ପାଇଛି, କିନ୍ତୁ ଖେଳିନି କେବେ, ଫ୍ୟାମିଲି ପ୍ରୋବ୍ଲେମ ସକାଶେ ରହିଯାଇଥିଲି, ଯାଇନଥିଲି। ଓକେ, ମଝିରେ ଗୋଟେ ଗ୍ୟାପ ବି ନେଇଥିଲେ, ଆମେ ସମସ୍ତେ ଦେଖିବାକୁ ପାଇନଥିଲୁ, ପରିବାରର ପ୍ରୋବ୍ଲେମ ଥିଲା ସେଥିପାଇଁ। କିନ୍ତୁ ଆପଣ ଯୋଉ ତିନୋଟି ଟୁର୍ଣ୍ଣାମେଣ୍ଟର ନାଁ ନେଲେ, ଯଦି ୱେଷ୍ଟର୍ଣ୍ଣ ଓଡିଶା ଯିବା, ଅତାବିରା ଟୁର୍ଣ୍ଣାମେଣ୍ଟ ମୁଁ ଜାଣିବାରେ ଗୋଟେ ବହୁତ ଭଲ ଟୁର୍ଣ୍ଣାମେଣ୍ଟ। ଏତେ ବଡ ଗ୍ରାଉଣ୍ଡ, ଏତେ ଭଲ ପିଚ୍, କ୍ରାଉଡ ବି ଠିକ ଠାକ ଆସନ୍ତି ସେଠି ଖେଳିବା ପାଇଁ। ଟିକେ ୱେଷ୍ଟର୍ଣ୍ଣ ଓଡିଶାରେ ଖେଳିବା ପାଇଁ ମଜା ଲାଗେ ଆପଣଙ୍କୁ? ଆଜ୍ଞା, ସେ ସମ୍ବଲପୁର ବହୁତ ସପୋର୍ଟ। ହୁଁ ହୁଁ ହୁଁ। ବହୁତ ସପୋର୍ଟ ସେଠି, ରିକମ ଦାଙ୍କର ବହୁତ ସପୋର୍ଟ। ଓକେ, ଏଇ ସିଜନରେ
ଆପଣ କୋଉ टीम पटरू खेलिबे किछि मनस्थ करिसेंती माइंड मेकअप करिसेंती किछि कॉल आछि आपनकु काले भाई फोन करते कालिया भाई हैं संबल ऑटो काली जरूरी करते हां कॉल ओके करते दो टीम ताले ଗୋଟେ ଚାନ୍ସ ପରିବାର ତ ଅଛି କୋଉନା टीम ପଟେ ନିଜ टीम ପଟେ ଖେଳିବାକୁ ଚେଷ୍ଟା କରିବି ଯଦି ଚାନ୍ସ ମିଳେ ସିଓର ଖେଳିବି ନିଜ टीम ପଟେ ତାପରେ ଦେଖାଯାଉ ଯାହା ହଉଛି ओके को पानी कुआडे जाउची सेटा तो समय करिवो एबे आपन गुटे फनी एक्सरसाइज रैपिड फायर राउंड दीटा सिमिलर प्लेयर को नाम नेबे आपन गोटिए प्लेयर चूज करिवे आपन को टीम रे ओके रैपिड फायर रे मनोज कुमार राउत राकेश साहू काहाकू नेबे निज टीम रे भाई ओके इमरान खान पिपिली पुआ लुलु स्माई कंटिया लुलु भाई ओके गणेश प्रधान पिलाडू गणेश भाई विश्वरंजन साहू कोणार्क सोना चिन्नु भाई टिपू सुल्तान माणिकचंद टीपू भाई असलम खान किरण खान दीदा भाई द्वंद्व रे पकेइतला ये निज टीम रे निज भाई मैंने गोटे चूज करिया पड़िबा आपको असलम खान उत्कल केशरी राउत ज्योति रंजन सभी जन नहीं जी नहीं गोटे तो चूज करिया पड़िबा आपण दीटा रखि परंती परे रखि परंती हम सो सरला परे किंतु एबे तो गोटे चूज करिया पड़िबो एमती कहले ये ମୁଁ କହିଲେ ସେମିତି କହିଲେ ଗୋଟେ ଭଲ ହବନି ଦି ଜଣ ବହୁତ ଭଲ ତ ଦି ଜଣ ଆଉ ଚେଷ୍ଟା କରିବି ओके ओके लीव इट दी जण तो आपण टीम रे रखन काहे दी जण आपण बहुत सपोर्ट करछन दी जण आपण को आदि ए स्थान रे भी पहुंची चंदी ताकर एही भूमिका रही छि जणे कैप्टन जणे लीडर तो निश्चित भाव रे दुई जण ही आपण देखिबे आपण टीम रे ओके एई सीजन रो एमएमसीसी रो मैच को छाडी की जदी आपण को गोटे मैच मने पकेबे आपण को टीम रो इमेज रो लुटू रो कमांडो सुमान 11 को मैच सबुठरो आकर्षित थिला रोमांचक थिला संघर्षपूर्ण थिला आ एई सीजन रो वन ऑफ द ब्लॉकबस्टर मैच आपण को मैच लागे सोसो कप रे कमांडर इमेज रो मैच जो टी-शर्ट पहन के फुलिबा कमांडो पिल्ला की इमेज पिल्ला एटा शोभा दूची टेनिस क्रिकेट को जने इंस्टेंट भाबरे आपण कोन सिकन दिया देलु एटा ठीक जिनस नुह क्रिकेट रे एग्रेशन देखिबाटा चलिबो किंतु एतेटा भी भलो जिनस नुह टिके एग्रेशन हे जाइतिला हो ओके तो मैनेज करिया क्रिकेट न हो एटा भलो न केवल ऑल ओडिसा न ऑल इंडिया इंडिया बाहर भी लोग देखु छथि लाइव रे तो एटा हेले हम ओडिसा टेनिस क्रिकेट गोटे बैड हैबिट होछि गोटे खराब प्रभाव होछि तन करी एमसी हबाटा ठीक ओके अब क्वेश्चन हमर जते भी अंपायर माने अछंती आपन को अंपायर अधिक पसंद जहां पर डिसीजन पूरा एक्यूरेट थाए किछि आपन कंप्लेन करि परिबेनी से अंपायर सामने रे ज्ञान भाई ज्ञान भाई आगामी समय रे ओडिसा टेनिस क्रिकेट को जदि हमें आगुरी ऊपर नै कि जिबा ताले आपन जतिकिटा एक्सपीरियंस आपन पर जतिकिटा अनुभव अछि आउ कोन कोन करिबा द्वारा ऑर्गेनाइजेशन को कोन कहिबे यूट्यूबर मान को कोन कहिबे अंपायर को प्लेयर मान को आपन को सजेशन हमें जानि को चाहो ऑर्गेनाइजेशन को एति जन तो शॉर्ट फॉर्मेट टिके बंद करो फॉर्मेट को टिके बढ़ा 12 ओवर 15 ओवर एटलीस्ट 15 ओवर करो फॉर्मेट 15 ओवर करले खेलटा भल लागो आ शॉर्ट फॉर्मेट रे भाई लॉन्ग ड्राइव करी जाइतिलो माने गाड़ी रे बसी बसी जाइतो साडो ओलो ओलो गाड़ी खेलतो गोटे प्लेयर को टाइम मिलबोनी टिके माने रेडी होबा पे तापर परफॉर्मेंस टी खराब हो एमती टिके फॉर्मेट बड़ करले प्लेयर को टिके टाइम मिलिबो गोटे ओवर पकेला दियो ठिया हो दियो तो आ देखो 6 ओवर 8 ओवर फॉर्मेट रे गोटे ओवर पकेला परे गोटे ओवर जाइतो नै पुनी गोटे ओवर पकेला पड़ियो तेन कर निजको भी टाइम मिलुनी तापर 8 ओवर फॉर्मेट 8 ओवर 6 ओवर फॉर्मेट कमे कि 12 ओवर 15 ओवर करन तापर ऑर्गेनाइजेशन जेती कहबी
ଟୁର୍ଣ୍ଣାମେଣ୍ଟ ବହୁତ ଭଲ ଭଲ ଟୁର୍ଣ୍ଣାମେଣ୍ଟ ହଉଛି, ତାକୁ ଚେଷ୍ଟା କଲେ ଆହୁରି ଭଲ ହେଇପାରିବ। ଦି ଦିନରେ ଯୋଉଟା ଗୋଟେ ଦିନ ଦି ଦିନରେ ସାରିବାକୁ ଚେଷ୍ଟା କରୁଛନ୍ତି ସେଇଟା 3 ଦିନ 4 ଦିନ କରନ୍ତୁ। ଟୁର୍ଣ୍ଣାମେଣ୍ଟ ଅଧିକ ମାନେ ଅଧିକ ଓଭର କରନ୍ତୁ, ଭଲ ହବ ଟୁର୍ଣ୍ଣାମେଣ୍ଟ। ଓକେ। ଲୋକନାଥ ମିଶ୍ର, ଟେନିସ୍ କ୍ରିକେଟ ଖେଳିବା ପାଇଁ ଆମେ କହୁକି ମାନେ ବହୁତ ଷ୍ଟ୍ରଗଲ କରିବାକୁ ପଡିଥାଏ, ବହୁତ କଷ୍ଟ କରିବାକୁ ପଡିଥାଏ। ଆକ୍ଚୁଆଲି ସବୁଠାରୁ ବଡ କଷ୍ଟ ଟ୍ରାଭେଲିଂ ଥାଏ। ଯେତେବେଳେ ଆପଣ ଗୋଟେ ଡିଷ୍ଟ୍ରିକ୍ଟ ରୁ ଆଉ ଗୋଟେ ଡିଷ୍ଟ୍ରିକ୍ଟ କୁ ଯାଆନ୍ତି, ଟ୍ରାଭେଲିଂ ବିଷୟରେ ମୁଁ କହୁଛି। ଟ୍ରାଭେଲିଂ କରିବା କେତେ କଷ୍ଟ, ଯେତେବେଳେ ଆପଣ 10 ଓଭରିଆ ମ୍ୟାଚ୍ ଦିଟା ଖେଳି ଦଉଛନ୍ତି, ଯଦି ଆପଣ ଅନୁଗୁଳରେ ଖେଳିଲେ ପୁଣି ଆପଣଙ୍କର ସମ୍ବଲପୁରରେ ମ୍ୟାଚ୍ ଅଛି, ପୁଣି ଗାଡିରେ ବସିକି କି ଟ୍ରେନରେ ଆପଣଙ୍କୁ ଯିବାକୁ ପଡିବ ସମ୍ବଲପୁର। ସେଇ ଯୋଉ ଫେସ୍ ଥାଏ, ସେ ଯୋଉ ସମୟ ଥାଏ, ଗୋଟେ ପ୍ଲେୟାର ର ବଡି ଟାଣି ନଥାଏ କି ନାଇଁ ଆମେ ସେଠିକି ଯାଇକି ପହଞ୍ଚି ପାରିବୁନି, ଆମକୁ ରେଷ୍ଟ ଦରକାର, ତାପରେ ବି ଆପଣ ବାଧ୍ୟ ହେଇକି ଯିବେ, କାହିଁକିନା କାଲି ସକାଳେ ସେଠି ଯାଇ ଟୁର୍ଣ୍ଣାମେଣ୍ଟ ଖେଳିବାର ଅଛି। ଟ୍ରାଭେଲିଂ କେତେ କଷ୍ଟ ଦେଇଥାଏ ପ୍ଲେୟାର ମାନଙ୍କୁ। ଭାଇ ଟ୍ରାଭେଲିଂ ବହୁତ କଷ୍ଟ। ଗୋଟେ ଏବେ ମ୍ୟାଚ୍ ହଉଛି ରୁଗୁଡିପାଲିରେ, ଆମର ଏମଏନସିସି ର ମ୍ୟାଚ୍ ଥାଏ। ତାପରେ ଆମେ ଯାଇଥିଲୁ ସୁରତ, ଯାଇଥିଲୁ ଖେଳିବାକୁ। ସୁରତରେ ଓଡିଶା ସମାଜ କପ୍ ଖେଳୁଥିଲା, ସେଠି ଆମେ ଚମ୍ପିଆନ ହେଇଥିଲୁ। ଭାଇ ସେଇଦିନ ରାତିରେ ହିଁ ବାହାରିଥିଲୁ, ତା ପରଦିନ ସକାଳେ ହଉଛି 12ଟା ବେଳେ ରୁଗୁଡିପାଲିରେ ମ୍ୟାଚ୍। ସେଦିନ ତା ଗୋଟେ ଦିନ ଛାଡିକି ମ୍ୟାଚ୍। ତ ଆମେ ସେଦିନ ଜିତିଲୁ, ଫାଇନାଲ ଜିତିଲୁ। ସେଦିନ ରାତି ରହିଲୁ, ଭୋର 4ଟାରୁ ଆମର ଟ୍ରେନ ଥାଏ। ଭୋର 4ଟାରୁ ଗୋଟେ ଦିନ ପାଇଲୁ, ତା ପରଦିନ ରୁଗୁଡିପାଲିରେ ମ୍ୟାଚ୍। ଭାଇ ବହୁତ କଷ୍ଟ, ଶୀତ ଯେ ମାନେ କହିହବନି। ଭାଇ ଯେତିକି କଷ୍ଟରେ ଟ୍ରେନରେ ଟ୍ରାଭେଲିଂ କରି ଆସିଛୁ, ଭାଇ କଣ କହିବି ଆଉ। ଟ୍ରାଭେଲିଂ ବହୁତ କଷ୍ଟ। ଓକେ। ଏବେ ଆପଣଙ୍କ ଟିମ୍ ପ୍ଲେୟାରଙ୍କ ବିଷୟରେ ମୁଁ କିଛିଟା ଜାଣିବାକୁ ଚାହେଁ। ଆପଣଙ୍କ ଟିମରେ ସବୁଠାରୁ ଫନିଏଷ୍ଟ ମାନେ ଫନି ପ୍ଲେୟାର କିଏ? ସବୁଠାରୁ ଫନି, ହୁଁ। ସବୁଠାରୁ ଫନି ମତେ, ମୁଁ କିଏ ସବୁଠାରୁ ମଜା କରେ ମଦନ ଭାଇଙ୍କ ସହିତ, ଫନି କରେ। ମତେ ଲାଗନ୍ତି ମଦନ ଭାଇ। କିଏ କିଏ? ମଦନ ଭାଇ। ମଦନ ଭାଇ। ଆପଣଙ୍କ ଟିମରେ ସବୁଠାରୁ ସିରିୟସ୍ ପ୍ଲେୟାର କିଏ? ପୁରା ପୁରି ସିରିୟସ୍ ଥିବେ। ସବୁଠାରୁ ସିରିୟସ୍ ଜଗନ ଭାଇ। Okay. ଆପଣଙ୍କ ଖେଳ ଟିମରେ ପରେ ସବୁଠାରୁ ଯେତେ ବଡ ମଜା, ଖେଳରେ ସିରିୟସ୍। ଖେଳ ପରେ ଯେତେ ମଜାମସ୍ତି ହଉ, କିନ୍ତୁ ଖେଳରେ ଜଗନ ଭାଇ ସଦାବେଳେ ସିରିୟସ୍। ଓକେ। ଆପଣଙ୍କ ଟିମରେ ସବୁଠାରୁ ମାନେ ଅଳସୁଆ କିଏ, ମାନେ ଶୋଇବାକୁ ପସନ୍ଦ କରନ୍ତି? ମୁଁ ଓକେ। ଆପଣଙ୍କ ଟିମରେ ସବୁଠାରୁ ହାର୍ଡ ୱାର୍କ କିଏ ଅଧିକା କରନ୍ତି, ଅଧିକା ମେହନତ କିଏ କରନ୍ତି ଆପଣଙ୍କ ଟିମରେ? ଜ୍ୟୋତି। ଜ୍ୟୋତି ଭାଇ। ଓକେ। ତ ଏମଏନସି ସମ୍ବଲପୁର ଟିମ୍ ପଟରୁ ଆଉଥରେ ଖେଳିବାକୁ ଚାନ୍ସ ମିଳିଲେ ଏଇ ସିଜନରେ, ରିପା ଆପଣ ଆପଣଙ୍କୁ ଜି ଜାନ୍ ଲଗେଇଦେବେ ରିପନ ମହାନ୍ତିଙ୍କ ଟିମକୁ ଆଗେଇ ନବାକୁ? ସିଓର ଭାଇ। ଆର ବର୍ଷ ଓକେ। ଭାଇ ବ୍ୟାଡ ଲକ୍ ଥିଲା, ଖେଳ ଛାଡ଼ିଦେବି ଭାବିଥିଲି। ଆପଣ ବି ଜାଣିଥିବେ ସେଇଟା। ଓକେ। ବହୁତ କିଛି ମୁଁ ଆକ୍ଚୁଆଲି ଏବେ ଆପଣ ମନେ ପକେଇଦେଲେ, ମୋ ମାଇଣ୍ଡରୁ ଆସିନଥିଲା ସେ କ୍ୱେଶ୍ଚିନ୍ ଟା ମୁଁ ରଖିବାକୁ ଚାହିଁବି। ଗୋଟେ ବୋଲର ଏବଂ ଗୋଟେ ଓଭରରେ ଆପଣ ହିଟ୍ ବି ନେଇପାରିବେ, ଗୋଟେ ଓଭରରେ ଆପଣ 4-5ଟା ୱିକେଟ ବି ନେଇପାରିବେ। କିନ୍ତୁ ଗୋଟେ ବୋଲରକୁ ଯେତେବେଳେ 6ଟି ବଲରେ 6ଟି ଛକା ପଡିଯାଏ, ପୁଣି ତାପରେ କମ୍ବ୍ୟାକ୍ କରିବା ଏତେ ସହଜ ହୋଇନଥାଏ। କାହିଁକିନା ଗୋଟେ ଏମିତି ମାନେ ଆମର ଯେମିତି ଗଲି କ୍ରିକେଟରେ କୁହାଯାଏ କି ଗୋଟେ ବୋଲର ଧିରେ ଗୋଟେ ଦାଗ ଲଗେଇଥିଲା ଗୋଟେ ବ୍ୟାଟ୍ସମ୍ୟାନ। ସେ ମ୍ୟାଚ୍ ଥିଲା ବଡବନ୍ଧୁଗୋଡା ପ୍ରିମିୟର ଲିଗ୍। ଆସିଫ ଖାନ ବ୍ୟାଟ୍ସମ୍ୟାନ, ଗୋଟେ ପରେ ଗୋଟେ ଛକା ଲାଗିଲା। ଛୋଟ ବାଉଣ୍ଡ୍ରି ଥିଲା, ସିମେଣ୍ଟ ପିଚ୍ ଥିଲା, ବୋଲର ମାନଙ୍କ ପାଇଁ କିଛି ନଥିଲା ସେଠି। କିନ୍ତୁ ଭାବୁଥିଲେ କଣ, ଗୋଟେ ପରେ ଗୋଟେ ଯେତେବେଳେ ଛକା ଲାଗୁଥିଲେ କିଛି ମାଇଣ୍ଡ କାମ କରୁନଥିଲା, କିଛି ଯାହାଟା ଚାହୁଁଥିଲେ ସେଟା ହେଇପାରୁନଥିଲା। ଭାଇ ମୁଁ ତ ମାନେ କହିବାକୁ ଗଲେ ଦେଇପାରିବିନି କି, ମାନେ ଭୁଲ ଦେଇପାରିବିନି ଯେ ଏଇଟା ପଢିଲାନି ସେଇଟା ପଢିଲାନି, ସେଇଟା କହିପାରିବିନି। ମୋର ଭୁଲ, ମୁଁ ପକେଇ ପାରିଲିନି ଭଲ। କିନ୍ତୁ ଚେଷ୍ଟା କରୁଥିଲି। ଫାଷ୍ଟ ଦିଟା ବଲ୍ କଭରରେ ଛକା ହେଇଗଲା, ସେ ଦିଟା ମୁଁ ଭାବିଥିଲି କେବେ ଛକା ହବନି ବୋଲି। ଭଲ ସେ ଦିଟା ମାରିଦେଲେ, ତାପରେ ମାର ଗୋଟେ ଫ୍ଲୋ ମିଳିଗଲା, ଖେଳିଦେଲେ। ମୁଁ ଖରାପ ପକେଇଲି, ଭଲ ବ୍ୟାଟ୍ସମ୍ୟାନ ସେ ଭଲ ଖେଳିଲେ। ମୋ ବୋଲିଂ ପରଫମାନ୍ସ ଖରାପ। ମୁଁ ଏଇଟା ଏକ୍ସପ୍ଲେନ ଦବାଟା ଠିକ ନୁହଁ କି ମୁଁ ପକେଇ ପାରିଲିନି, ପଡିଲାନି, ହେଇଗଲାନି, ସେଇଟା କହିବାଟା ଭୁଲ। ମୁଁ ଖରାପ ପକେଇଥିଲି, ମାଡ଼ ଖାଇଥିଲି। ସେଦିନ ବି ଭାଇ ଭାବିଥିଲି, ଶପଥ ନେଇଥିଲି କ୍ରିକେଟରୁ ଦୂରେଇ ଯିବା, କ୍ରିକେଟ ଖେଳିବିନି। ଗାଡିରେ ଆସିଲା ପରେ ଟୁନା ଭାଇ ବୁଝେଇଥିଲି, ଷ୍ଟୁଆର୍ଟ ବ୍ରଡ ଖାଇଯାଉଛି 6ଟା ଥର, ଖାଇଗଲୁ କଣ ଅଛି। ଟୁନା ଭାଇ ବହୁତ ଦୂରେ କମାଣ୍ଡ ପଟେ ସେ ମ୍ୟାଚ୍ ଖେଳିବାକୁ ମିଳିଥିଲା, ଚାନ୍ସ ମିଳିଥିଲା। ଟୁନା ଭାଇ ବହୁତ ବୁଝେଇଥିଲେ ଗାଁରେ ଆସିଲା ବେଳେ।
କିଛି ନାହିଁ ମୁଁ ଭାବିଥିଲି ଆଜି ଗଲି ମୋ ଅବସ୍ଥା ଖରାପ ହେଲା କିନ୍ତୁ ମୁଁ ବି ମୁଁ ଲୁନା ଭାଇ ବି ବୁଝେଇଦେଲେ କିଛି ମୁଁ ନାହିଁ। ବି ଆପଣଙ୍କୁ ଗୋଟିଏ କଥା କହିବି ଆଜି, ଯଦି ଆମେ ବୋର୍ଡକୁ ଦେଖିବା, ଇଂଲଣ୍ଡରେ ଯେ ବୋଲର ୟୁବରାଜ ସିଂହ 6ଟି ଛକା ମାଇଲେ, କିନ୍ତୁ ତାପରେ ବି ସେ ଟେଷ୍ଟ କ୍ରିକେଟରେ ଯୋଉ ଭଳି ବୋଲିଂ କରିଛନ୍ତି ଇଂଲଣ୍ଡ ପାଇଁ, ଆପଣ ତାଙ୍କ ରେକର୍ଡ ଉଠେଇକି ଦେଖିବେ, ଆପଣଙ୍କୁ ବି ବିଶ୍ୱାସ ହବନି। ତ 6ଟା ବଲ୍ 6ଟା ଛକା ଲାଗିବା, ଏଇଟା ହଉଛି ଆଜିକା ଡେଟରେ କମନ, ହେଲା कि तो से जिनसटाକୁ କେବେ माइंड में रखନ୍ତୁ नहीं। जो बात बीत गया सो बीत गया, तो उसको भूलना चाहिए, एक नई स्टार्टअप कीजिए। ସେଇ ଜୋଶ, ସେଇ ଜज्बा, ସେଇ ଜନ୍ମ ସହିତ ଗୋଟେ ନୂଆ ସିଜିନ ଆରମ୍ଭ କରିବାକୁ ଯାଉଛି ସମସ୍ତଙ୍କ ପାଇଁ। ଆପଣ ବି ନୂଆ ସିଜିନ ଜମଦାର ଜୋରଦାର ସହିତ ଆରମ୍ଭ କରନ୍ତୁ। ଆଉ ଆପଣ ଯୋଉ 6ଟି ଛକା ଖାଇଛନ୍ତି ନା, ଖେଳ ପହିଲା ଆପଣ 6ଟି ବଲରେ 6ଟି ୱିକେଟ ବି ନେଇପାରିବେ, ତ ଇଏ ଆଶା ଆମେ ରଖିବୁ। ସମସ୍ତଙ୍କ ଆଗରେ ଗୋଟେ କଥା କହିବାକୁ ଚାହିଁବି, ଖୋଲିବାକୁ ସତ କଥା କହିବାକୁ ଚାହିଁବି, ଯଦି ମୁଁ ଏ ବର୍ଷ କ୍ରିକେଟ ଖେଳୁଥାଏ କି ସେ ଇନସିଡେଣ୍ଟ ହେଲା ପରେ ବି ଯଦି କ୍ରିକେଟ ଖେଳୁଥାଏ, ସେଟା କେବଳ ଲକ୍ଷ୍ୟ ନନା ପାଇଁ। ମୁଁ ମାନେ କଣ ଏକ କହିଥିଲେ ଆପଣ? ଲକ୍ଷ୍ୟ ନନା ପାଇଁ ମୁଁ କ୍ରିକେଟ ଖେଳି ମାନେ ପୁଣି ଖେଳିବାକୁ ଆସିଲି। ମୁଁ ଖେଳିବିନି ବୋଲି ଶପଥ ନେଇଯାଇଥିଲି, ଟୋଟାଲ ଖେଳୁନଥିଲି। ଲକ୍ଷ୍ୟ ନନା ଦିନେ ଫୋନ କଲେ, କଣ କରୁଛୁ ରେ? ନନା ଘରେ ଅଛି ଆଉ। ନା କଣ ଆଉ ଖେଳିବୁ ନା ଖେଳିବୁନୁ? ନନା ଠିକ ନାହିଁ, ଭଲ ନାହିଁ। ନା ଛାଡ ସେଗୁଡା କିଛି ନାହିଁ, ଯାହା ହେଲା ହେଲା, ଖେଳିବୁ ଆମ ପଟେ। ଆଉ ଯେତେକ ମ୍ୟାଚ ରହିଲା ସିଜିନ ଟା ଆମ ପଟେ ଖେଳ। ହଉ ନନା ଠିକ ଅଛି ଖେଳିବି ଆଉ। ତାପରେ ବେନା ଭାଇ, ବେନା ଭାଇ ହେଇକି ଖେଳିଲି। ये इंसिडेंट पर फास्ट मैच में बिना ही नहीं खेली थी। बिना ଓକେ। ही सकाशे नना लक्ष्य नना सकाशे द्वितीय थर खेलिବାକୁ ମାନେ ମୋ ମୁଣ୍ଡରେ ପଶିଲା ଯେ ନାଇଁ ଖେଳିବି, ଯାହା ହେଲା ହେଲା ଖେଳିବି। ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି ଯେ ସେମାନେ ମୋ ମାଇଣ୍ଡ ଟାକୁ ଠିକ ଠାକ କଲେ। ମୋ ମାଇଣ୍ଡ ଗୋଟେ ପରେ ଡାଇଭର୍ଟ ହେଇଯାଇଥିଲା, ପରଫରମାନ୍ସ ବହୁତ ଖରାପ ହେଇଥିଲା। କାରଣ ମୋ ଜାଗାରେ ଆଉ ଯିଏ ଖେଳିଥାନ୍ତା କମାଣ୍ଡ ପଟେ, ସେ ମ୍ୟାଚଟା ସାଇଡ ସେ ଜିତି ପାରିଥାନ୍ତେ। ମୋ ସକାଶେ ଗୋଟେ ଓଭରରେ 36 ରନ୍, ବହୁତ ବଡ ମାନେ ବହୁତ ଅଧିକ ରନ୍ ହେଇଗଲା। ମୋ ଜାଗାରେ ଆଉ ଯିଏ ଖେଳିଥାନ୍ତେ ତାଙ୍କ ଟିମ୍ ଟା ଜିତି ପାରିଥାନ୍ତା, ମୋ ସକାଶେ ଗୋଟେ ଟିମ୍ ଫାଇନାଲ ମ୍ୟାଚ ହାରିଗଲା। ତାଙ୍କର ବି ଜାଣିଥିବେ ବହୁତ ବଡ ରାଇଭାଲି ମାନେ ଟକରା ଟକରି ମ୍ୟାଚ, ସେ ମ୍ୟାଚ ରେ ସେ ହାରିଗଲେ, ତ ମତେ ବି ବହୁତ ଖରାପ ଲାଗିଥିଲା। ତାପରେ ନିଜେ ବସି ମୁଣ୍ଡ ମାଇଣ୍ଡ ଠିକ ଠାକ କଲି, ପୁଣି ଖେଳିବି ବୋଲି ଭାବିଲି। ଗୋଟେ ଦେଖନ୍ତୁ, ଯେତେବେଳେ ଆମେ ଗୋଟେ ଘଣ୍ଟାକୁ ଦେଖୁଥାଏ, ଆମେ ଯେମିତି ଗୋଟେ ଘଣ୍ଟା କିଣୁଛେ, ତାର ସବୁ ଘଣ୍ଟା ନା ଘଣ୍ଟା କିନ୍ତୁ ଗୋଟେ ଜାଗାରେ ସ୍ଥିର ନଥାଏ, ତ ସେ ବୁଲିବାର ଲାଗିଥାଏ। ତ ସମୟ ସେଦିନ ଯଦି ଆସି ଛାଡି ନଥିଲା, ଆପଣଙ୍କ ସମୟ ଖରାପ ଥିଲା, ତ ସେମିତିକା ସିଚୁଏସନକୁ ଅପେକ୍ଷା କରନ୍ତୁ। ଆଉ ଥରେ ସେମିତିକା ସମୟ ଆସିବ, ସେଇ କମାଣ୍ଡ ପଟରୁ ଆପଣ କିଣୁଥିବେ, ସାମ୍ନାରେ ଇମେଜ 11 ଥିବ, ସେମିତି ସିଚୁଏସନ ଥିବ, ଆଉ ସେଠି ଆପଣ କମାଣ୍ଡ 11 କୁ ମ୍ୟାଚ ଜିତଉଥିବେ। ତ ସମୟ କାହାର ନୁହଁ, ସମୟ ବୁଲି ବୁଲି ଆପଣଙ୍କ ସାମ୍ନାକୁ ଆସିବ। ବା ସେ ସମୟକୁ ଅପେକ୍ଷା କରନ୍ତୁ, ନିଜର ବେଷ୍ଟ ଦବାକୁ ଚେଷ୍ଟା କରନ୍ତୁ। ଆଜ ଏ କମେଣ୍ଟେଟର ଓଡିଶାରେ କ୍ରିକେଟ ପାଇଁ ଆମେ ଯାହାଟା କରୁଛୁ, ମୁଁ ଯେତିକିଟା ପ୍ଲେୟାର ମାନଙ୍କ ସହିତ ମିସିଂ ଥାଏ, କି ପ୍ଲେୟାର ମାନଙ୍କୁ ମୁଁ ଯେତିକିଟା ବୁଝେଇଥାଏ, ତ ମୁଁ ଆପଣଙ୍କୁ ଗୋଟିଏ ସଜେସନ ଦେବାକୁ ଚାହିଁବି କି ସବୁ କଥା ଭୁଲିକି ଗୋଟେ ନୂଆ ଷ୍ଟାର୍ଟ କରନ୍ତୁ। ଆଉ ଦେଖିବେ ଆଜି ନହେଲେ କାଲି ଓଡିଶା, ପୁରା ଓଡିଶା ଆପଣଙ୍କ ଚର୍ଚ୍ଚା କରିବ କି ଲୋକନାଥ ମିଶ୍ର ଜଣେ ବାମହାତୀର ବୋଲର, ସିଏ ଓଡିଶାର ସବୁଠୁ ବେଷ୍ଟ ବୋଲର। ତ ସେଟା କେମିତି ଆପଣ କରିବେ, ତା ପାଇଁ କେତେ ଆପଣଙ୍କୁ କଷ୍ଟ କରିବାର ଅଛି, କେତେ ମେହନତ କରିବାର ଅଛି, ସେଟା ଆପଣ ଜାଣିଥିବେ। ଆପଣଙ୍କ ପାଇଁ ଦି ଲାଇନ କହିବାକୁ ଚାହିଁବି। ଆପଣ ଯେତେବେଳେ ବି ବୋଲିଂ କରନ୍ତି, ମୁଁ ଆପଣଙ୍କ ପାଇଁ ବହୁତ ସାରା ସାଇରୀ କହିଛି, କିନ୍ତୁ ଏ ଦି ଲାଇନ ଆପଣଙ୍କୁ ବହୁତ ମୋଟିଭେଟ କରିବ। लोकनाथ मिश्र, याद रखना कि कभी अफसोस के लम्हे तो कभी सुकून का पल देगा। ये याद रखना कि कभी अफसोस के लम्हे तो कभी सुकून का पल देगा। इस वक्त की जिंदगी को जी भर के जी ले, क्योंकि कुछ ही देर में ये वक्त सब कुछ बदल देगा। वक्त वक्त की बात है, वक्त किसी और का था, वक्त आज किसी और का है, वक्त आपका भी आएगा, और उसका इंतजार कीजिए। बहुत बहुत धन्यवाद। Thank ଆପଣଙ୍କ you. ମୂଲ୍ୟବାନ ସମୟ ଦେଲେ, ମୋ ସହିତ କଥାବାର୍ତ୍ତା ହେଲେ। ଗୋଟେ ଇନଷ୍ଟାକୁ ସାମ୍ନାକୁ ଆଣିବା, ଲୋକ ନିଚକୁ ଆଣିବା, ଏଇଟା ମୋର ପ୍ରୟାସ। ଯିବା ପୂର୍ବରୁ ଆଉ ଗୋଟେ କ୍ୱେଶ୍ଚିନ୍ ମୁଁ ରଖିବାକୁ ଚାହିଁବି, କ୍ରିକେଟ ବାଣୀ ଆପଣଙ୍କୁ କେତେ ପସନ୍ଦ? ଆମ ଯୋଉ ପ୍ରୟାସ ଓଡିଶା ଟେନିସ କ୍ରିକେଟ ପାଇଁ ଆପଣଙ୍କୁ କେତେ ପ୍ରଭାବିତ କରିଛି? ଦୁଇ ଲାଇନ ଯଦି କ୍ରିକେଟ ବାଣୀ ବିଷୟରେ କହିବେ, ଆମେ ବହୁତ ଖୁସି ହବୁ। କ୍ରିକେଟ ବାଣୀ ସକାଶେ ହିଁ ଅଲ ଓଡିଶା ଟେନିସ କ୍ରିକେଟ ଆଜି ଏତେ ଉପର ପର୍ଯ୍ୟନ୍ତ ଯାଇପାରିଛି। ଅଲ ଓଡିଶା କଣ, ଅଲ ଇଣ୍ଡିଆ, ଇଣ୍ଡିଆ ବାହାରୁ ବି ଲୋକ ଖେଳ ଦେଖି ପାରୁଛନ୍ତି। ଆମେ ବି ଯୋଉ ଯୋଉ ମ୍ୟାଚ ହାରି ଯାଉଛୁ, କି ଆମେ ଯୋଉ ମ୍ୟାଚ ଯାଇପାରୁନୁ ଖେଳିବାକୁ, ଆମେ ବି ଆପଣଙ୍କ ମାଧ୍ୟମରେ ହିଁ ଖେଳ ଦେଖୁଛୁ। ଆପଣ ମାନେ ଟେନିସ କ୍ରିକେଟକୁ ଏତେ ଉପରକୁ ନବାର ଗୋଟେ ମାଧ୍ୟମ ଆପଣ, ଆପଣଙ୍କ ସକାଶେ ଟେନିସ କ୍ରିକେଟ ଏତେ ଉପରକୁ ଯାଇପାରିଛି। ଭିଡିଓ କ୍ଲାରିଟି ସବୁ ଠିକ ଅଛି ଭାଇ।
ବିନ୍ଦାସ। ଆପଣ ବି ବହୁତ ଭଲ। ମୁଁ ଆପଣଙ୍କ ସହିତ ଯୋଉ ଜାଗାକୁ ବି ଯାଇଛି, ଆପଣ ଯୋଉ ଜାଗାକୁ ବି ଯାଆନ୍ତି, ମୁଁ ଆପଣଙ୍କ ପାଖରେ ହିଁ ଯାଏ ରାତିରେ ଶୁଏ। ଆପଣ ବହୁତ ଭଲ ଭାଇ। ଓକେ, ଥ୍ୟାଙ୍କ ୟୁ ସୋ ମଚ୍। ଜୟ ଜଗନ୍ନାଥ। ପୁଣି ଆଉଥରେ ଦେଖା ହବ, ପୁଣି ଆମେ ଢେର ସାରା କଥାବାର୍ତ୍ତା କରିବା। ଏବେ ମୁଁ କହୁଛି ୟଙ୍ଗଷ୍ଟାର, କିନ୍ତୁ ସେତେବେଳେ କହିବି ସୁପରଷ୍ଟାର ଲୋକନାଥ ମିଶ୍ର। ନ୍ୟୁ ସିଜିନ୍ ଥ୍ୟାଙ୍କ ୟୁ ପୂର୍ବରୁ ଭାଇ। ଆପଣଙ୍କୁ ଅଲ୍ ଦ ବେଷ୍ଟ। ଭଲ ବୋଲିଂ କରନ୍ତୁ, ନିଜ ଟିମ୍ ପାଇଁ ଅଧିକରୁ ଅଧିକ ୱିକେଟ ନିଅନ୍ତୁ, ନିଜ ପରିବାର ସହିତ ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ। ପୁଣି ଆଉଥରେ ଦେଖା ଜୟ ହବ ଆପଣଙ୍କ ଜଗନ୍ନାଥ। ସହିତ। ଥ୍ୟାଙ୍କ ୟୁ।